ନମସ୍କାର। ଓଡ଼ିଆ ନ୍ୟୁଜ୍ ଏଡିଟୋରିଆଲ ଆନାଲିସିସ୍କୁ ସ୍ୱାଗତ କରୁଛି ମୁଁ ପ୍ରସାଦ। ଆଜି ଆମେ ଏକ ଆର୍ଟିକଲଟେ ଆଲୋଚନା କରିବା ଯାହାର ନାଁ ହେଉଛି ମୁଁ ଆନନ୍ଦ, ଆଉ ଲେଖକ ହେଉଛନ୍ତି ଅରୁଣ କୁମାର ମହଲା ମହୋଦୟ। ଚାଲନ୍ତୁ ପଢ଼ିବା ବୁଝିବା। ସର୍ବୋପରି ମୁଁ ଆନନ୍ଦ। ଏହି ମୁହୂର୍ତ୍ତରେ ମୁଁ ବିଷାଦଗ୍ରସ୍ତ, ତଥାପି କୁହାଯାଇପାରିବ ନାହିଁ ମୁଁ ଆନନ୍ଦ ନୁହେଁ। ଆନନ୍ଦ ସପକ୍ଷରେ ସମୟର ଏକ ବିନ୍ଦୁରେ କାରଣମାନ ଅନୁପସ୍ଥିତ, ତଥାପି ଆନନ୍ଦ ସତ୍ୟ ନୁହେଁ ବୋଲି କୁହାଯାଇପାରିବ ନାହିଁ। ମୁଁ ପତିତ, ଦରିଦ୍ର, ମୋହଗ୍ରସ୍ତ, ରୋଗଗ୍ରସ୍ତ, ତଥାପି ମୁଁ ଆନନ୍ଦ। ମୁଁ ପରାସ୍ତ, ନିରାଶ, ଶଙ୍କାଗ୍ରସ୍ତ, ଜଡ଼, ତଥାପି ମୁଁ ଆନନ୍ଦ। ମୁଁ ମିଛ କହେ, ଠକେ, ମୁଁ ଜଣେ ଖରାପ ଲୋକ, ତଥାପି ମୁଁ ଆନନ୍ଦ। ସମସ୍ତେ କୌଣସି ନା କୌଣସି ପରିସ୍ଥିତିରେ ଖୁସି ଅଛନ୍ତି ବୋଲି ତାଙ୍କ କାମ ଚାଲିଛି। ମୋଟାମୋଟି କହିବାକୁ ଗଲେ ସମସ୍ତେ ଖୁସି ନିଜ ନିଜ ଲାଇଫକୁ ନେଇକି, ନିଜ ଜୀବନକୁ ନେଇକି ସମସ୍ତେ ଖୁସି। ଏମିତି ବି ଘୁଷୁରି ପଙ୍କରେ ଘାଣ୍ଟେଇକି ବି ଖୁସି। ତେଣୁ କୁହାଯାଏ ମଣିଷ ପ୍ରକୃତି ପଙ୍କେ ଲୁଟେ, ମଣିଷ ପ୍ରକୃତି ମଲେ ତୁଟେ, ଘୁଷୁରି ପ୍ରକୃତି ପଙ୍କେ ଲୁଟେ। ପଙ୍କରେ ବି ଘୁଷୁରି ଆନନ୍ଦ ପାଉଛି ବୋଲି ପଙ୍କରେ ଲୁଟୁଛି। ତେଣୁ କୁହାଯାଏ ଘୁଷୁରିକି ପାଚିଲା କଦଳୀର ମୂଲ୍ୟ କ'ଣ ଜଣାଅଛି, ଘୁଷୁରିକୁ ପାଚିଲା କଦଳୀର ମୂଲ୍ୟ କ'ଣ ଜଣା। ଏମିତି ଭଳିଆ କଥା ସବୁ କୁହାଯାଏ। କାଲା ଆଗରେ ମୂଳା ଚୋବେଇଲେ କ'ଣ ହେବ। ସମସ୍ତେ ନିଜ ନିଜର ଜୀବନକୁ ନେଇକି, ସମସ୍ତେ ନିଜ ନିଜର ସ୍ଥିତିକୁ ନେଇ, ବୃତ୍ତିକୁ ନେଇ। ମଦ୍ୟପ ବି ମଦରେ ଆନନ୍ଦ ପାଉଛି ବୋଲି ମଦ ପିଉଛି। ଆମେ ସମସ୍ତେ କହୁ ନର୍ସ ଡାକ୍ତରମାନେ କି ସୁଖ ପାଉଛନ୍ତି, ଡାକ୍ତରୀ ସେବା କରୁଛନ୍ତି, ପୂଜ ରକ୍ତରେ ଘାଣ୍ଟି ହେଉଛନ୍ତି, ତାଙ୍କୁ ବି ଖୁସି ଲାଗୁଛି, ମଣିଷ ସହିତ ଖେଳୁଛନ୍ତି। ସେଇଟା ବି ଠିକ୍। ଯାହାକୁ ଯେଉଁଟା ସରତା। କ୍ରିମିନାଲ ମାନେ ଅଛନ୍ତି, ପଲିଟିସିଆନ ମାନେ ଅଛନ୍ତି, ସେମାନେ ମଣିଷ ଦେହରେ, ମଣିଷ ସହିତ ଖେଳନ୍ତି, ମଣିଷ ମୁଣ୍ଡ ସହିତ ଖେଳନ୍ତି, କାହାକୁ ମାରନ୍ତି, କାହାକୁ କାଟନ୍ତି। ତେଣୁ ଜଣେ ଅଧେ ଲୋକ ମୋତେ କୁହନ୍ତି ଏ ମୁଣ୍ଡ କାଟିକି ସେ ମୁଣ୍ଡରେ ଜୋଟେଇବା। ଯେମିତି ଗଣେଶଙ୍କ ମୁଣ୍ଡ କଟିଯାଉ ହାତୀ ମୁଣ୍ଡ ଆଣିକି ଜୁଟେଇ ଦେଲେ, ଏ ମୁଣ୍ଡ କାଟି ସେ ମୁଣ୍ଡରେ ଜୁଟେଇବା, ଆକୁ କାଟି ତାକୁ ଜୁଟେଇବା। ଏ ଯେଉଁ ଯାହାର ଯେଉଁ ପ୍ରେସା। ବେପାର ସେମିତି ଠକ ମିଛ ମାୟା କହିକିରି ଯିଏ ଯାହାକୁ ଯେମିତି ଠକି ପାରିଲା, ଟଙ୍କାଟେ ଯେମିତି 2 ଟଙ୍କା ବିକି ପାରିଲା, 2 ଟଙ୍କା ଯେମିତି 10 ଟଙ୍କା କରିପାରିଲା, ଯିଏ ଯାହାକୁ ଯେମିତି କହିପାରିଲା, ଯାହାର ଯେମିତି ପେଶାରେ ସମସ୍ତେ ଖୁସି ବୋଲିକିରି ଚାଲିଛି ସଂସ୍ଥା। ଶୈତାନ ବି ଶୈତାନୀ କାମରେ ଖୁସି ବୋଲି ଶୈତାନୀ କରୁছে ନା। ସମସ୍ତେ ନିଜ ନିଜ ପେଶାରେ, ସମସ୍ତେ ନିଜ ନିଜ ଚିନ୍ତାଧାରାରେ ଖୁସି ବୋଲି ସେ ସବୁ କହୁଛି। ଘୁଷୁରି କୁକୁର ଏମାନେ ବି ଯେଉଁ ଅସନା ଖାଉଛନ୍ତି, ସେଇଟା ତାଙ୍କୁ ଖୁସି ଲାଗୁଛି, ହେଉଛନ୍ତି। ସମସ୍ତେ ନିଜ ନିଜ ଜିନିଷରେ ଖୁସି। ଆପଣ କହିପାରିବେନି ତାକୁ ସେୟା ଭଲ ଲାଗୁଥିବ, ତେଣୁ ସେ କରୁଛି। ମଦ ବିକି ଲୋକ ରାସ୍ତାରେ ଗଡ଼ୁଛନ୍ତି, ତାକୁ ଖୁସି ଲାଗୁଛି, ସେ ହେଉଛନ୍ତି। ତେଣୁ କୌଣସି ନା କୌଣସି ଭାବରେ କିଏ ନା କିଏ, ସମସ୍ତେ, କିଏ ତ ନାହିଁ, ସମସ୍ତେ ନିଜ ନିଜର ବୃତ୍ତି, ଗତି, ସ୍ଥିତି, ଚିନ୍ତା ଧାରା, ବିଚାରଧାରା, ଖାଦ୍ୟପେୟ, ଚାଲିଚଳନ, ବେଶ ପୋଷାକ, ଜୀବନ ଚଳଣି, ଦିନଚର୍ଯ୍ୟା, ଏସବୁ କୌଣସି ନା କୌଣସି ସମସ୍ତେ ନିଜ ନିଜର ଜିନିଷରେ ଖୁସି ବୋଲିକିରି ଜୀବନଟା ଚାଲେ। ତାଙ୍କୁ ଭଲ ଲାଗୁଛି ସେଇଟା କରିବାକୁ। ଆଉ ଯାହାକୁ ଯେଉଁଟା ଖୁସି, ତେଣୁ କୁହାଯାଏ ଯାହାକୁ ଯିଏ ରସିଲା କିଆ ଫୁଲ ପରି ବାସିଲା। ଯାହାକୁ ଯିଏ ରସିଲା, ଯାହାକୁ ଯେଉଁଟା ଭଲ ଲାଗିଲା ସେ ସେଇଟା ମାତିଲା। ଆଉ କ'ଣ। ତେଣୁ ଖରାପ ଲୋକ, ଭଲ ଲୋକକୁ ଭଲ ଲାଗୁଛି। ମାଡ଼ ଖାଇବା ଲୋକ ମାଡ଼ ଖାଉଛି, ଆଉ ମାଡ଼ ମାରିବା ଲୋକ ବି ମାଡ଼ ମାରିବାକୁ ଭଲ ଲାଗୁଛି। ଯାହାକୁ ଯେଉଁଟା ଭଲ ଲାଗୁଛି ସେ ସେଇଟା କରୁଛି। ଖରାପ ଲୋକ ବୋଲି ଯଦି ଭାବିବ ମୁଁ ଖରାପ ଲୋକ, ତଥାପି ତାକୁ ଖରାପ ହେବ ଭଲ ଲାଗୁଛି। ତାକୁ ଗଞ୍ଜି ଟାଣିବାକୁ ଭଲ ଲାଗୁଛି, କାହା ଗୁଣିଗାରେଡ଼ି ଶିଖିବାକୁ ଭଲ ଲାଗୁଛି। ଯାହାକୁ ଯେଉଁଟା ଭଲ ଲାଗୁଛି ସେ ସେଇଟା ଭଲ ଲାଗୁଛି। ଯାହା ଅଛି ତା'ର ବିନାଶ ନାହିଁ, ତାହା ଏଇ ମୁହୂର୍ତ୍ତରେ ଦୃଶ୍ୟମାନ ହୋଇନପାରେ, ତାହା ହେଉଛି ଆନନ୍ଦ। ସବୁ ଜିନିଷରେ ଖୁସି ଅଛି, ଖୁସି ନଥିଲେ କି କିଛି କରନ୍ତେ ନାହିଁ। ଯାହାକୁ ଯେଉଁଟା ଭଲ ଲାଗୁଛି, ଯାହାକୁ ଯେଉଁଟା ଖୁସି ଲାଗୁଛି ସେ ସେଇଟା କରୁଛି। ଲାଟ୍ରିନ୍ ସଫା କରିବା ଲୋକକୁ ବି ଖୁସି ଲାଗୁଛି ବୋଲି ଲାଟ୍ରିନ୍ ସଫା କରୁଛି। ମଜବୁରୀରେ ସମସ୍ତେ କରନ୍ତି ବୋଲି କୁହନ୍ତି, ମଜବୁର କା ମହାତ୍ମା ଗାନ୍ଧୀ ବୋଲନ୍ତି। କିନ୍ତୁ ସବୁ କେସ୍ରେ ସେ ଜିନିଷ କୁହାଯାଇପାରିବ ନାହିଁ ଯେ ମଜବୁର କା ମହାତ୍ମା ଗାନ୍ଧୀ, ବା ଏହା କୁହାଯାଇପାରିବ ନାହିଁ ଯେ ତାକୁ ଭଲ ଲାଗୁନି ତଥାପି ସେ କରୁଛି। କିଛି ଲୋକଙ୍କୁ ପ୍ରଥମେ ଭଲ ଲାଗେନି, ପରବର୍ତ୍ତୀ ପରିସ୍ଥିତିରେ ସେ କାମଟା ତାକୁ ସୁହାଏ, ତାକୁ ଭଲ ଲାଗେ,
ତା ପରିବାର ଚଳଣି ପାଇଁ କି ତା ନିଜ ପାଇଁ ସେ ଭଲ ଲାଗେ ସେ କରେ। ଜଣେ କୁହନ୍ତିନି ଆପେ ବଜେଇ ଜାଣନ୍ତି। କାନ୍ଧରେ ଯଦି ବାଜା ପଡ଼ିଯାଏ ବା ବଜାଏ ଲଦି ଦିଆଯାଏ ଥୋଇ ଦିଆଯାଏ ଲୋକ ଆପେ ବଜେଇ ଜାଣନ୍ତି। ଦିନେ ଅଧେ ଫିଟିବ ତାପରେ ସେ ଆପେ ଆପେ ବଜେଇବ ଆପେ ବଜେଇ ଜାଣନ୍ତି ପୁରା ଆପେ ବଜେଇ ଜାଣନ୍ତି। ଇଏ ହେଉଛି ଦୁନିଆ। ତେଣୁ କାହାକୁ ଭଲ ଲାଗିଲାନି ଆମ କାମ କାହାକୁ ଭଲ ଲାଗୁନଥାଇପାରେ। ମୁଁ ଆପଣଙ୍କ ସହିତ ଏମିତି ଗପୁଛି କି କ'ଣ କରୁଛି ଏସବୁ ଜିନିଷ କିଛି ଲୋକଙ୍କୁ ଭଲ ଲାଗୁନଥିବ। ସେ କହିବେ କାହିଁ ବେକାରଟାରେ ତୁଚ୍ଛା ସମୟ ଗୁଡ଼ା ଫାଲତୁରେ ନଷ୍ଟ କରୁଛନ୍ତି। କି ଆଉ କିଛି ଲୋକକୁ ଆଉ କିଛି ଜିନିଷ ଭଲ ଲାଗୁଥାଇପାରେ। କାହା ପାଇଁ କେଉଁଟା ଫାଲତୁ କାହା ପାଇଁ କେଉଁଟା ଭ୍ୟାଲୁଏବଲ୍ ସେମିତି ବି ଫରକ ଅଛି। ତେଣୁ ସ୍ୱାସ୍ଥ୍ୟ ହେଉ ସମ୍ପତ୍ତି ହେଉ ସମୃଦ୍ଧି ହେଉ ଜ୍ଞାନ ହେଉ ମୁକ୍ତି ହେଉ ବିନା ଆନନ୍ଦରେ କିଛି ବି କରିହେବ ନାହିଁ। ଯାହାକୁ ଯେଉଁଟା ଭଲ ଲାଗୁଛି ସେ ସେଟା କରୁଛି। କାହାକୁ ଜିମ୍ ଯିବାକୁ ଭଲ ଲାଗେ ସେ ଜିମ୍ ଯାଉଛି। କାହାକୁ ଦୌଡ଼ିବାକୁ ଭଲ ଲାଗେ ସେ ଦୌଡ଼ିବାକୁ ଯାଉଛି। କାହାକୁ ବିଲରେ କାମ କରି ଜମିବାଡ଼ିରେ କାମ କରି ସ୍ୱାସ୍ଥ୍ୟ ତା'ର ଭଲ ରହୁଛି। ଧାନ ଚାଷ ବିଭିନ୍ନ ପ୍ରକାର କ୍ଷେତିବାଡ଼ି କରିକିରି ବି ତା ସ୍ୱାସ୍ଥ୍ୟ ଭଲ ରହୁଛି। କାହାକୁ ଜିମ୍ ଯିବାକୁ ପଡ଼ୁଛି, କିଏ ମର୍ଣ୍ଣିଂ ୱାକ୍ କରୁଛି, କିଏ ଇଭିନିଂ ୱାକ୍ କରୁଛି, ତ କିଏ କୋଡ଼ି କୋଦାଳ ଧରିକି କାମ କରୁଛି, ମାଟି ଖୋଳୁଛି କି ପଥର କାଟୁଛି କି ଯାହାକୁ ଯେଉଁଟା ଭଲ ଲାଗୁଛି ସେଇଟା କରୁଛି। ସ୍ୱାସ୍ଥ୍ୟ ତ ଭଲ ରହୁଛି। ଆଉ ସମ୍ପତ୍ତି ଅର୍ଜିବା ପାଇଁ ତ ଦୁନିଆ ପ୍ରକାର ଧନ୍ଦା ଚାଲିଛି। ସେ ବ୍ଲାକ୍ ବିଜନେସ୍ ହଉ କି ହ୍ୱାଇଟ୍ ବିଜନେସ୍ ହଉ, ଯାହାକୁ ଯେଉଁଟା ଭଲ ଲାଗୁଛି ସେ ସେଟା କରୁଛି। ସମୃଦ୍ଧି ହଉ ଜ୍ଞାନ ହଉ ମୁକ୍ତି ହଉ, ମୁକ୍ତି ଆଉ କ'ଣ ସମସ୍ତଙ୍କୁ କେଉଁଠି ନା କେଉଁଠି ମୁକ୍ତି ଦରକାର। କିଏ ମଦରେ ମୁକ୍ତି ପାଉଛି, କିଏ ଭାଗବତ ଚର୍ଚ୍ଚା କରିକି ବି ପାପୀ ହେଇଯାଉଛି, ଏମିତି ବି ହେଉଛି। କିଏ କେଉଁଥିରେ ମୁକ୍ତି ପାଉଛନ୍ତି। ମୁଁ ଏହା କଲେ ମୋତେ ଭଲ ଲାଗେ, ମୋ ମୁକ୍ତି ମିଳିଯିବ, ମୋତେ ତ୍ରାହି ମିଳିଯିବ, ଜଣକୁ ଢୋକେ ମାରିଦେଲେ ମୋତେ ଶାନ୍ତି ଲାଗେ, ମୋ ମୁଣ୍ଡ ଟେନସନ୍ ଗାୟବ ହେଇଯିବ। ବିନା ଆନନ୍ଦରେ କିଛି ବି କରିହେବ ନାହିଁ। ଯାହାକୁ ଯେଉଁଟା ଭଲ ଲାଗୁଛି ସେଟା କରିବାକୁ ଭଲ ଲାଗୁଛି ତ କରୁଛି ଯିଏ। ଦୁଃଖ ବିଷାଦ ଲାଗି ଯାହା ବି କାରଣ ଥାଉ, ପତନ ପାପ ଅନ୍ଧକାର ଲାଗି ଯାହା ବି କାରଣ ଥାଉ, ସେମାନଙ୍କୁ ସତ୍ୟ ବୋଲି କୁହାଯାଇ ପାରିବ ନାହିଁ। ସବା ଶେଷରେ ମୁଁ ଆନନ୍ଦର ବିକଳ୍ପ ନାହିଁ। ଦୁନିଆରେ ଯାହା ବି କରୁଛନ୍ତି ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କୁ ସବୁ ଜିନିଷ ଭଲ ଲାଗୁଛି ବୋଲି ପ୍ରବୃତ୍ତି ବା ଇନଷ୍ଟିଙ୍କ୍ଟ ବା ତାଙ୍କର ଇଚ୍ଛା ଅନିଚ୍ଛା ରୁଚି ଅରୁଚି ସବୁ ଜିନିଷ ଯାହାକୁ ଯେଉଁଟା ଭଲ ଲାଗୁଛି ସେଇଟା କରୁଛି। ଦୁନିଆର ମଣିଷ ବୋଲିଲେ ପଶୁ ପକ୍ଷୀ ଯାହାକୁ ଯେଉଁଟା ଭଲ ଲାଗୁଛି। ସାପକୁ ଠୁଙ୍କିବାକୁ ଭଲ ଲାଗୁଛି ସାପ ଠୁଙ୍କୁଛି, ସାପ କାମୁଡ଼ିବ ଭଲ ପଣା ଟିକେ ତ ଭଲ ପଣା ଟେକୁଛି, ବିଲେଇ ମିଆଁ ମ କରି ବିଲେଇ ମିଆଁ ମ ହେଉଛି, କୁକୁର ଭୋ ଭୋ କରୁଛି, ସିଂହ ରଡ଼ି ଛାଡ଼ୁଛି, ଦାମୁଡ଼ି ହେମ୍ବାଳୁଛି ତ ହମ୍ବାଳୁଛି। ଯାହାକୁ ଯେଉଁଟା ଭଲ ସେ ସେଟା କରୁଛି। ଏହା ବୁଝେଇବ ମୋର ଶତ୍ରୁ ପାଇଁ ବି ମୁଁ ଆନନ୍ଦ ବା ମୋର କେହି ଶତ୍ରୁ ନାହିଁ କି ମିତ୍ର ନାହିଁ। ଏହା ବୁଝେଇବ ମୋର ଶତ୍ରୁ ପାଇଁ ମୁଁ ଆନନ୍ଦ ବା ମୋର କେହି ଶତ୍ରୁ ନାହିଁ କି ମିତ୍ର ନାହିଁ ତା ପାଇଁ ବି ମୁଁ ଆନନ୍ଦ। ମୁଁ ଆଘାତ ପାଇଲେ ବି ଅପମାନ ପାଇଲେ ବି ଆନନ୍ଦ, କ୍ଷତି ସହିଲେ ବି ଆନନ୍ଦ। ଯାହାକୁ ଯେଉଁଟା ଭଲ ଲାଗୁଛି ତା ଜୀବନ ଯେଉଁ ବଞ୍ଚି ଚାଲିଛନ୍ତି ଆମେ ସବୁ ଷ୍ଟାଟସରେ ସବୁ ସ୍ଥିତିରେ ସବୁ ପରିସ୍ଥିତିରେ ସବୁ ପଦକ୍ଷେପରେ ପ୍ରତିଟି ସ୍ତରରେ ପ୍ରତିଟି ପଦକ୍ଷେପରେ ବା ପ୍ରତିଟି ଷ୍ଟେପ୍ରେ ଆମକୁ ଖୁସି ଲାଗୁଛି ବୋଲି ଆମେ ଜୀବନ ବଞ୍ଚୁଛନ୍ତି। କିଏ ଦେବାରେ ଆନନ୍ଦ କିଏ ନେବାରେ ଆନନ୍ଦ। ଗୀତ ଗୁଡ଼ା ଅଛି ଆମର ଓଡ଼ିଆ ଫିଲ୍ମ, ଦବାରେ ଆନନ୍ଦ ଥାଏ ନବାରେ ନ ଥାଏ, ଏ ଜୀବନ ଏକ ଲୁହର ସାଗର ବୁଡ଼ି ମରିଯିବା ପାଇଁ। ଏମିତି ଗୋଟେ ଗୀତ ଅଛି। ନିଆଁ ଏଠି ବରସିଲେ ଆକାଶଟା ଛିଡ଼ିଗଲେ କିଛି ଯାଏ ଆସେ ନାହିଁ, ରହିବି ତୋରି ପାଇଁ। ଆଉ ଏଇଭଳିଆ କଥା। ଯାହାକୁ ଯେଉଁଟା ଭଲ ଲାଗୁଛି ଯିଏ ଯେଉଁଟା କାହାକୁ କେତେ ଦୁଃଖ ଥିଲେ ବି ଲୋକ ଖୁସିରେ ରହିପାରିବେ। ସବୁ ରହୁଛି ନିଜର ଭାବନା। ପୁଣି ମୂଳ କଥାକୁ ଯିବା, ଅଛି ସବୁ ଜିନିଷ ଅଛି ଭାବନା। ନିଜର ଭାବନା, ନିଜର ଚିନ୍ତା, ନିଜର ପରିସ୍ଥିତି ବା ନିଜର ସୋଚ ବିଚାର ଥଟ୍ ଥିଙ୍କିଂ ଏସବୁ ନିଜର ବିଚାରଧାରାଟା ବେଶୀ ମାଇନେ ରଖେ ବା ଗୁରୁତ୍ୱ ରଖେ। ଜଣେ କ୍ଷତି ହେଲେ ବି ଆନନ୍ଦ, ଜଣେ ଆଘାତ ପାଇଲେ ବି ଆନନ୍ଦ, ଜଣେ ଅପମାନ ପାଇଲେ ବି ଆନନ୍ଦ, ନହେଲେ ତ ସଂସାର ଚାଲନ୍ତାନି। ମାଆ ମାନେ ପିଲା ଛୁଆ ଜନ୍ମ କରୁଛନ୍ତି ସେଥିରେ ବି ଆନନ୍ଦ, ପିଲାର ଗୋମୂତ ପୋଛୁଛନ୍ତି ସେଥିରେ ବି ଆନନ୍ଦ। ଅନାନି ସବୁଥିରେ କିଛି ନା କିଛି କଷ୍ଟ ଅଛି, ଯନ୍ତ୍ରଣା ଅଛି। ପୁରୁଷମାନେ ଦିନ ତମାମ ଖଟନ୍ତି ପରିବାର ପାଇଁ, ହଁ ନା ନାହିଁ, ପରିବାର ପାଇଁ ପିଲାଝିଲାମାନଙ୍କ ପାଇଁ ସବୁ ଜିନିଷରେ ଲଢ଼ିଯାଆନ୍ତି, ଯୁଝିଯାଆନ୍ତି, ସଂସାର ସହିତ ଯୁଝିଯାଆନ୍ତି, ଦୁଇ ପଇସା କମାଇବା ପାଇଁ ଆଣି ଥୋଇ ଦିଅନ୍ତି। ତାଙ୍କୁ ଯାହା ଗୋଟେ ଖାଇଦେଇକି ପୁଣି ସକାଳ ପାଇଲେ ପଳାନ୍ତି ଇଟା ଗଢ଼ିବାକୁ
କି ବଗଡ଼ କୁଡ଼ିଆକୁ ଯାହାକୁ ଯେଉଁ କାମ ମିଳୁଛି, ଯିଏ ଯେଉଁ ପରିସ୍ଥିତିରେ ଅଛି, ଯିଏ ଯେଉଁ ଜୀବନ ବଞ୍ଚୁଛି, ସବୁ ଜିନିଷରେ ସବୁ ଜିନିଷ ଅଛି। କିଛି ନା କିଛି ଜୁଝିବାର ଶକ୍ତି ଅଛି ବା କିଛି ଲଢ଼ିବାର ଶକ୍ତି ଅଛି। ଯାହାକୁ ଯେଉଁଟା ଭଲ ସେ କରୁଛି, ସେ ଖୁସି ପାଉଛି ବୋଲି ସେ ବଞ୍ଚୁଛି। ପ୍ରଶଂସା, ନିନ୍ଦା, ସଫଳତା, ବିଫଳତା ନିର୍ବିଶେଷରେ ମୁଁ ଆନନ୍ଦ। ସବୁ ଜିନିଷରେ ମୁଁ ଆନନ୍ଦ, ସବୁ ଜିନିଷରେ ମୁଁ ଖୁସି। ତା ଅର୍ଥ ଆମେ ଏମିତି ଚେତନାକୁ, ଏଇଟା ପରୋକ୍ଷରେ ବା ପଜିଟିଭରେ ବି କହିହେବ, ନେଗେଟିଭରେ ବି କହିହେବ। ନେଗେଟିଭରେ ବି ଲୋକ ଏମିତି ଗୋଟେ ସ୍ତରକୁ ଆସିଯାନ୍ତି, ତାଙ୍କୁ ଯେତେ ଖରାପ ଲାଗିଲେ ବି ସେ ଭଲ ଲାଗେ, ତାଙ୍କୁ ଭଲ ଲାଗେ। ଆଉ ସକାରାତ୍ମକ ଦୃଷ୍ଟିକୋଣରୁ ଏମିତି କୁହାଯାଇପାରିବ, ଜଣେ ଏତେ ଉନ୍ନତ ସ୍ତରକୁ ପଳେଇଯାଏ ଯେ ତାକୁ ଆଘାତ, ତାକୁ ନିନ୍ଦା, ତାକୁ ଅପମାନ କିଛି ଦେଲେ ବି ତାକୁ କିଛି ଫରକ ପଡ଼େ ନାହିଁ। ଏଇଟା ଭଲ ସ୍ଥିତିରେ ଭଲ ଚେତନା ଶକ୍ତିର ଉଦ୍ଦେଶ୍ୟରେ ମଧ୍ୟ କୁହାଯାଇପାରିବ। ଖରାପ ଚେତନା ଶକ୍ତି ମାନେ ଯେଉଁମାନେ ଏକ୍ସଟ୍ରିମ୍ ଲିମିଟ୍ରେ ପହଞ୍ଚିଯାଆନ୍ତି, ତାଙ୍କୁ କେତେ କ'ଣ କଲେ ବି ସୁଧୁରିବ ନାହିଁ। ଯାହାକୁ କୁହାଯାଏ ବାବୁ ତାକୁ ଯାହା ଦେ, ଯେମିତି ମୁଁ ଢଗ କହେ ବା କଥାଟେ କହେ, ଯେତେ ମାଠିବ ମାଠେ ମୁଁ ସେଇ ତରଫଟା କାଠେ। ଯାହାର ଯେଉଁ ପ୍ରକୃତି, ଗୁରୁ କହିଲେ କି ଯାହାର ଯେଉଁ ସ୍ୱଭାବ, ଗୁରୁ କହିଲେ କି ସ୍ୱଭାବ। ତ ଯାହାକୁ ଯେଉଁ ପ୍ରକୃତି ଲାଗିଛି, ସେ ସେଟା ପ୍ରବୃତ୍ତି ଲାଗିଯିବ। ଯାହାକୁ ଖୁସି ଲାଗୁଛି ସେଟା ହେବ, ତ ସେଟା ହେବ। ଏଇଟା ସକାରାତ୍ମକ ଦୃଷ୍ଟିକୋଣରୁ ବି କୁହାଯାଇପାରିବ, ନକାରାତ୍ମକ ଦୃଷ୍ଟିକୋଣରୁ ବି କୁହାଯାଇପାରିବ। ନେଗେଟିଭ୍ ୱେରେ, ଯେ ଯଦି ଜଣେ ଏକ୍ସଟ୍ରିମ୍ ପଏଣ୍ଟକୁ ପହଞ୍ଚିଲା ଗୋଟେ ଜିନିଷ କରିକି, ତାକୁ ଆଉ ଯେତେ ତୁମେ ମାଠିଲେ ବି କିଛି ହେବ ନାହିଁ। ସେ ସେଥିରେ ଖୁସି ପାଉଛି ବୋଲି ସେ କରିବାକୁ ବାଧ୍ୟ। ମଦ ପିଇବା ଲୋକ ତୁମେ କେତେ ବାଡ଼େ ଚେଚେ ହେବ, ସେ କୁଆଡ଼ୁ କ'ଣ ଢୋକେ ମାରିଦେଇଥିବ। ହଁ ଏଇଠି ଯାଉଛି ଏକ କରିବାକୁ ଯାଉଛି ବୋଲି ଢୁକି ଦେଇକି ପଳାଇଥିବ ପାଉଚ ପାଣି। ପାଉଚ ପିଲେଇ ଦେହରେ ମଣି, ପାଉଚ ପିଲେଇ ଦେଇ ହେଇଯାଇଥିବ। ଦେ ଗିଲାସେ, କୌଣସି ଗୀତଟା ମନେ ପଡ଼ୁନି, ଖାଲି ଗୋଟେ ୱାର୍ଡ଼ଟା ମନେ ପଡ଼ୁଛି, ଦେ ଗିଲାସେ ମାରି ଦେଇଥିବ, ସିଏ ଗୋଟେ ପେକ୍ ମାରି ଦେଇଥିବ। ସକାରାତ୍ମକ ଚିନ୍ତାଧାରାରୁ ଏମିତି ଏକ ସ୍ତର ଅଛି, ଏମିତି ଏକ ସ୍ଥିତି ଅଛି ମଣିଷର ଚିନ୍ତାଧାରାରେ, ସେ ଯେତେବେଳେ ସେ ସ୍ତରରେ ବା ସେ ସ୍ଥିତିରେ, ସେ ଲେଭେଲରେ ସେ ପହଞ୍ଚିଯାଏ, ତାକୁ ସବୁ ଜିନିଷ କିଛି କ୍ରିୟା ପ୍ରତିକ୍ରିୟା ହୁଏ ନାହିଁ। ତାକୁ କୁହାଯାଏ ଗୋଟେ ପ୍ରକାର ପ୍ରଜ୍ଞାବାନ ହେବା, ବା ଗୋଟେ ପ୍ରକାର ଏମିତି ଏକ ପରିସ୍ଥିତି ଅଛି, କ୍ରିୟା ପ୍ରତିକ୍ରିୟାର କିଛି ଫରକ ପଡ଼େ ନାହିଁ। ସେ ଗୋଟେ ପ୍ରକାର ସ୍ଥିତପ୍ରଜ୍ଞ କୁହାଯାଏ। ସ୍ଥିତପ୍ରଜ୍ଞ ଅବସ୍ଥାକୁ ପଳେଇ ଆସେ ଗୋଟେ ଲୋକ। ତେଣୁ ତାକୁ ମାନେ ଏମିତି ଗୋଟେ ସ୍ଥିର ଅବସ୍ଥାକୁ ପଳେଇ ଆସେ, ସେ ମାନସିକ ଭାବରେ ତାକୁ ଯେକୌଣସି ଜିନିଷ ଆପଣ କଲେ ବି ନ କଲେ ବି ତାକୁ କିଛି ଫରକ ପଡ଼ିବ ନାହିଁ। ମୁଁ ଆନନ୍ଦ ନିଃସର୍ତ୍ତ, ଲାଭ ଲୋକସାନକୁ ଅପେକ୍ଷା ରଖେ ନାହିଁ, କି କାହାରି ଉପରେ ନିର୍ଭରଶୀଳ ନୁହଁ। ବସ୍ତୁତଃ ଶତ୍ରୁ ବିପକ୍ଷରେ ପ୍ରତିକୂଳ ସ୍ରୋତରେ ମୋ ଆନନ୍ଦ ଲକ୍ଷଣଟା ପରୀକ୍ଷିତ ହୋଇପାରେ, ଯେପରିକି ସମୃଦ୍ଧିରେ, ସମ୍ପଦରେ, ଅନୁକୂଳ ସ୍ରୋତରେ ଏହା ଠିକ୍ ଭାବେ ପରୀକ୍ଷିତ ହୋଇପାରେ ନାହିଁ। ଆପଣ ଜଣେ ଖୁସି ଅଛି କି ନାହିଁ, ଆପଣ ପରୀକ୍ଷା କରିବାକୁ ପଡ଼ିବ। ଗୋଟେ ଜିନିଷ ଜଣଙ୍କ ପାଖରେ ଅଛି, ତାଠୁ ନେଇଯିବାକୁ ପଡ଼ିବ। ତେଣୁ ସେ ବିପରୀତ ପରିସ୍ଥିତିରେ ମଧ୍ୟ ପ୍ରତିକୂଳ ସ୍ରୋତରେ ଥିଲେ ଆପଣ ତାର ଅସଲ ଆନନ୍ଦଟା ପରୀକ୍ଷା ମାନେ କ'ଣ, ଟେଷ୍ଟ ମାନେ କ'ଣ କି, ଗୋଟେ ଜିନିଷକୁ ଜଣଙ୍କଠୁ ଛଡ଼େଇକି ନିଆଯାଇପାରିବ, କିମ୍ବା ଯେଉଁଟା ସେ କହୁଛନ୍ତି ପ୍ରତିକୂଳ ସ୍ରୋତରେ ମୋ ଆନନ୍ଦ ଲକ୍ଷଣଟା ପରୀକ୍ଷିତ ହୋଇପାରେ, ବସ୍ତୁତ ଶତ୍ରୁ ବିପକ୍ଷରେ, କିମ୍ବା ଯେପରିକି କିମ୍ବା ଅପର ପକ୍ଷରେ ଗୋଟେ ଜଣଙ୍କ ପାଖରୁ ଗୋଟେ ଜିନିଷ ଛିନିକି ବା ଛଡ଼େଇକି ନିଆଯାଇଗଲା, କି ଆଉ କ'ଣ ତାଠୁ ମାଡ଼ ମାରି ଦିଆଗଲା, କି ତାକୁ ହଇରାଣ କରିଦିଆଗଲା। ସେ ପ୍ରତିକୂଳ ପରିସ୍ଥିତିରେ ସେ ତାର ଆନନ୍ଦଟା କେତେ ମାତ୍ରାରେ ଅଛି, ବା ସେ ଆନନ୍ଦ ପାଉଛି କି ନାହିଁ, ସେ ଆନନ୍ଦର ଉପସ୍ଥିତିରେ ଆନନ୍ଦ ମନରେ ଅଛି ନା ନାହିଁ, ଏସବୁ ଜିନିଷର ପରୀକ୍ଷା କରାଯାଇପାରିବ। ଜଣକୁ ହଇରାଣ କରିକିରି ମଧ୍ୟ ସେ ଖୁସି ରହିପାରୁଛି, ଜଣେ ହଇରାଣ ହେଲେ ବି ସେ ଖୁସି ରହିପାରୁଛି। ବସ୍ତୁତଃ ଶତ୍ରୁ ବିପକ୍ଷରେ ପ୍ରତିକୂଳ ସ୍ରୋତରେ ମୋ ଆନନ୍ଦ ଲକ୍ଷଣଟା ପରୀକ୍ଷିତ ହୋଇପାରେ, ମୁଁ ଖୁସିରେ ରହୁଛି ନା ନାହିଁ। ଅନୁକୂଳ ନୁହଁ, ପ୍ରତିକୂଳ, ବିପରୀତ ପରିସ୍ଥିତିରେ, ଅପୋଜିଟ୍ ନେଚରରେ ଲୋକଙ୍କୁ ଯଦି ଜୁଟେଇ ଦେବ, ତଥାପି ସେ ବିରକ୍ତ ହେଲେ ବି ସେ ଖୁସିରେ ରହିପାରୁଛି, ବିରକ୍ତ ହେଉନାହିଁ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଜଣେ ଖୁସିରେ ରହିପାରୁଛନ୍ତି। ଜଣକୁ ହଇରାଣ କରାଯାଉଛି କିମ୍ବା ଜଣକୁ ଆଡ଼ଭର୍ସ ସିଚୁଏସନ୍ରେ ପକାଇ ଦିଆଯାଉଛି, ଫିର୍ ବି ହି ଇଜ୍ ହ୍ୟାପି, ସେ ଖୁସି ଅଛି। ଏହା ଠିକ୍ ଭାବେ ପରୀକ୍ଷିତ ହୋଇପାରେ ନାହିଁ। କିନ୍ତୁ ଯେପରିକି ସମୃଦ୍ଧିରେ, ସମ୍ପଦର, ଅନୁକୂଳ ସ୍ରୋତରେ ଏହା ଠିକ୍ ଭାବେ ପରୀକ୍ଷିତ ହୋଇପାରେ ନାହିଁ ଯେ ମୁଁ ଖୁସି ଅଛି ନା ନାହିଁ। ଏଇଟା କେତେବେଳେ ପରୀକ୍ଷିତ ହେବ? ପ୍ରତିକୂଳରେ, ଅନୁକୂଳରେ ହେବ ନାହିଁ। ସବୁ ଠିକ୍ଠାକ୍ ଥିଲେ ମଣିଷ ଖୁସିରେ ରହିବ ନା।
ଦୁଃଖ ଜଞ୍ଜାଳ ସମସ୍ୟା ଟେନସନ୍ ବିଭିନ୍ନ ପ୍ରକାର ଜିନିଷ ତାକୁ ଯଦି ଆଡ଼ଭର୍ସ ସିଚୁଏସନ୍ ବା ଗୋଟେ ପୁରା ବିପରୀତ ଚିନ୍ତା ବିପରୀତ ପରିସ୍ଥିତିରେ ତାକୁ ଲହୁଲୁହାଣ କରିଦିଆଯିବ, ତାହେଲେ ସେଥିରେ ବି ସେ ଖୁସି ରହିପଡ଼ୁଛି ନା ନାହିଁ ଦେଖିବା। ଏଇଟା ହେଉଛି ଧାର୍ମୀୟ ବ୍ୟାପାରର ଏକ ମୂଳ ମଞ୍ଜ କଥା। ନାଇଁ ଯଦି ସାଂସାରିକ ଚିନ୍ତାଧାରାରେ ମୋତେ ଏଇଟା ମୂଳ ମଞ୍ଜ କଥା ଯେ ଜଣେ ଅନୁକୂଳରେ ଖୁସି ରହିପାରୁଛି ନା ପ୍ରତିକୂଳରେ ଖୁସି। ଅନୁକୂଳ ତ ସମସ୍ତେ ଖୁସି ରହିବେ, ନିଜର ସୁବିଧା ଅଛି, ଘର ଅଛି, ଦ୍ୱାର ଅଛି, ଖାଇଲି ପିଇଲି ବସିଲି ଉଠିଲି ମଜାରେ ରହିଲି, ମୋର ଟେନସନ୍ ନାହିଁ, କିଛି ନାହିଁ, ଗଲି ଆଇଲି ଚାଲିଲା କଥା। ଅନୁକୂଳ ପରିସ୍ଥିତିରେ ସମସ୍ତେ ଖୁସି ରହିବେ, କିନ୍ତୁ ପ୍ରତିକୂଳ ସିଚୁଏସନ୍ରେ ପ୍ରତିକୂଳ ପରିସ୍ଥିତିରେ ଜଣେ କେତେ ମାତ୍ରାରେ ଖୁସି ରହିପାରୁଛି ନିଜ ଜୀବନରେ, ପାରିବାରିକ, ବ୍ୟକ୍ତିଗତ, ସାମାଜିକ जीवन केते मात्रा खुशी से रही पड़ुची, केते झेल रहा है, वो कितना झेल सकता है, झेलने के बावजूद वो खुश रहता है, इसी बात को कहा जा रहा है मैं आनंद हूं। मोर शत्रु विपक्ष में मो प्रति प्रहार आघात आह्वान विरोध में मोर आनंद लक्षण जदि बासुथिबो ताले मु कहि परिबि सतरे मो आनंद। मोर शत्रु विपक्ष में मो प्रति प्रहार आघात आह्वान विरुद्ध में मोर आनंद लक्षण जदि बासुथिबो चहटई चौपाश कौन जे टगर फूलर बास कौन बोल कर टगल कोड़ गोलाप फूलर बास कर दियो, गोलाप फूलर बास चहटई चौपाश जदि भी मु महकु थिबी तेबे कहा जाई परिबो सतरे मु आनंद बोली। बुझिपार ना कथाटा कौन? मोर शत्रु विपक्ष में मो प्रति प्रहार ताकू स्ट्राइक उपर स्ट्राइक पका जाऊ माड उपर माड मन पड़ी मोर अभाव बा स्वभाव पाउल एमती लिखिं मोर अभाव कि स्वभाव आउ 39 कोरड़ा प्रहार भी पड़ा क्या पाउल को स्टीफान को पत्थर फोपाड़ी मार दिया गला पर मार दिया जा परिस्थिति अवस्था से लोक प्रार्थना कले प्रभु एमाने कौन कर जानूना जीशु जमी कहले जे प्रभु एमाने कौन कर जानते एम पिता एम क्षमा कर कि समस्त हो पारे से गोटे आध्यात्मिक विवर्तन बा आध्यात्मिक चेतनार कथा। स्टीफान कौन कले स्टीफान को टेका फोपड़ा मराला खुंटर बांधी मार दिगला फोपाड़ी पथर फोपाड़ी मार दिगला से परिस्थिति से लोकों प्रार्थना प्रभु एमानकर पाप गणना कर नहीं। पाउल को 39 कोरड़ा प्रहार पड़ा तथापि सी खुश तो बेडी में जेल खाना पूरा हरिकाट बांधी रखा फिर भी वो खुश। इसका मतलब शत्रु विपक्ष में मो प्रति प्रहार आघात आह्वान विरुद्ध में मोर आनंद लक्षण जदि बासुथब ताहले मु कहि परिबि सतरे मु आनंद बोली। एडवर्स परिस्थिति विपरीत चिंताधारा विपरीत परिस्थिति सुविधा ने असुविधा दुख जंत्रणा जातना प्रहार भोकर शोषिला ये कथा पाउल लिखिं जदि मु खुशी मु सब खुशी आपद बेले भी हालेलुया एमती गोटे कथा अच्छे परा विपद बेले भी हालेलुया जेनठाने थिले हालेलुया ये गोटे गीत अच्छी जहाँ करूले हालेलुया एमती गोटे गीत अच्छी हालेलुया मु गाउथी जीशु तोर लागी गोटे गीत अच्छी आनंद हाँ भूल गली ताले मु आनंद आनंद लक्षण जदि बासुथो ताले मु कहि पारि सतरे मु आनंद आनंदर हृदय वज्र परि टाण करने को मु अभिप्सा रखे आनंद हृदय वज्र परि टाण करने को मु अभिप्सा रखे शत शत बार पराजित हेले भी मु निजको अस्वीकार करे नहीं। मो हृदय को वज्र परि वज्र गोटे शब्दटा पौराणिक शब्दटा वज्र घड़घड़ी वज्राघात एमती सब पेपर पेपर आरे आप पढ़ते वज्राघात लिखा जाए वज्र परि टाण करने को मु अभिप्सा रखे इच्छा रखे शत शत बार पराजित हेले भी मु निजको अस्वीकार करे नहीं। मु मोर कलिंग को बा मु मोर आह्वान को बा मु मोर जीवन को बा मु जहाँ करने को इच्छुक अटे जो पथर मु बाट जो बाटर मु बाट ताकू मु अस्वीकार करिवार नहीं। किंतु जीशु कहले बा प्रभु कहले नूतन नियम गोटे न्यू टेस्टामेंट रे जे निज को अस्वीकार करे
ମୋର ପଥ ଅନୁସରଣ କରେ। ଯେ ନିଜକୁ ନିଜେ ମାରିଦିଏ, ଯେ ମୋ ପାଇଁ ବଞ୍ଚେ, ଯେ ନିଜ ପାଇଁ ବଞ୍ଚେ ସେ ମରିଯାଏ। ଆପଣ ଯେ ନିଜ ପାଇଁ ମରି ମୋ ପାଇଁ ବଞ୍ଚେ ସେ ବଞ୍ଚିଯାଏ। ଏମିତି ଗୋଟେ କଥା ଅଛି। ଯେ ନିଜ ପାଇଁ ବଞ୍ଚେ ମୋ ପାଇଁ ମରିଯାଏ, ଆଉ ଯେ ମୋ ପାଇଁ ବଞ୍ଚେ ନିଜ ପାଇଁ ମରିଯାଏ ସେ ପ୍ରକୃତରେ ବଞ୍ଚିଯାଏ। ତେଣୁ ମୁଁ ନିଜକୁ ଅସ୍ୱୀକାର କରେ ନାହିଁ। ଏଇଟା ମାନେ ପାର୍ଥିବ କ'ଣ ଯେ ସାତ୍ୱିକ କହୁଛି, ସେକୁଲାରିଜମ୍ କଥା କହୁଛି। ମୁଁ ନିଜକୁ ଅସ୍ୱୀକାର କରେ ନାହିଁ। ଆଧ୍ୟାତ୍ମିକତା ନିଜକୁ ଅସ୍ୱୀକାର କରିବାକୁ ପଡ଼େ। ମୁଁ କିଛି ନୁହଁ, ଆଇ ଏମ୍ ନଥିଙ୍ଗ, ଆଇ ଏମ୍ ଜିରୋ, ଆଇ ଏମ୍ ଡଲ୍, ଆଇ ଏମ୍ ଜିରୋ। ସେଇ କଥା କୁହାଯାଇପାରେ। ମୁଁ କିଛି ନୁହଁ, ଆଇ ଏମ୍ ନଥିଙ୍ଗ, ଆଇ ଏମ୍ ଜିରୋ, ୟୁ ଆର୍ ଅଲ୍। ତମେ ସବୁରେ ସବୁ, ମୋର ସବୁ କିଛି, ତମେ ସବୁ, ତମେ ସବୁ କିଛି ଈଶ୍ୱର ଯୀଶୁ, ଭଗବାନ ଆଲ୍ଲାହ, ବୁଦ୍ଧ, ଯୀଶୁ ଖ୍ରୀଷ୍ଟ ଯାହା କହିପାରେ, ତୁମେ ସବୁରେ ସବୁ। ଅନେକ ବିଷାଦର ପାହାଡ଼ ଓ ନଈ ମନୁଷ୍ୟକୁ ଅତିକ୍ରମ କରିବାର ଅଛି। ଏହା ଅଟେ ଜୀବନ। ଜୀବନ ମାନେ ଯନ୍ତ୍ରଣା, ଜୀବନ ମାନେ କଷ୍ଟ, ଜୀବନ ମାନେ ସମସ୍ୟା, ଜୀବନ ମାନେ ବିଭିନ୍ନ ପ୍ରକାର ଯାତନା। କାହିଁକିନା ମଣିଷ ଜନ୍ମ ହଉ ହଉ କାନ୍ଦେ। କ'ଣ କରେ? କାନ୍ଦେ, କୁଆଁ କୁଆଁ କାନ୍ଦେ। କିନ୍ତୁ ଏ ଦୁନିଆ ଲୋକମାନେ କ'ଣ କହନ୍ତି? ହସନ୍ତି, ଏ ପିଲାଟା ବଞ୍ଚିଛି। ଆଉ ମା ଗର୍ଭରୁ ଯେମିତି ସେ ଭୂମିଷ୍ଠ ହୁଏ, ସେ ପ୍ରଥମେ କାନ୍ଦେ। କାନ୍ଦିବାର ଅର୍ଥ ସିଏ ବଞ୍ଚିଛି। ଜଣେ କାନ୍ଦିଲା ବେଳକୁ ଆଉ ଜଣେ ହସୁଛି। ଛୁଆ ଯେତେବେଳେ ଜନ୍ମ ହୋଇକି କାନ୍ଦିଲା, ପ୍ରଥମେ ଭୂମିଷ୍ଠ ହେଲା ପରେ ମା ଗର୍ଭରୁ, ଅନ୍ୟ ସେଠି ଥିବା ଲୋକମାନେ ହସିଲେ, ଯାହା ହଉ ପିଲାଟା। ମାନେ ଦୁନିଆଟା ହେଉଛି କାନ୍ଦିବା ଦୁନିଆ। କି ଦୁନିଆ? କାନ୍ଦିବା ଦୁନିଆ। ତେଣୁ ଦୁନିଆରେ କାନ୍ଦିବାର ଅଛି। ଅନେକ ବିଷାଦର ପାହାଡ଼ ନଈ ମନୁଷ୍ୟକୁ ଅତିକ୍ରମ କରିବାର ଅଛି। ଜୀବନର ଅନ୍ୟ ନାମ ତ ସଂଘର୍ଷ, ସଂଗ୍ରାମ ବୋଲି ମୁଁ ଗୁଡ଼ାଏ ଭିଡ଼ିଓରେ କହିଛି। ତାମାନେ ଦୁନିଆ ଏକ ଦୁଃଖର ପାହାଡ଼। ଦୁଃଖ ନିମନ୍ତେ ଜାତ ଅଟେ ବୋଲି ଲେଖିଲା ଶାସ୍ତ୍ର। ମନୁଷ୍ୟ ଦୁଃଖ ନିମନ୍ତେ ଜାତ ଅଟେ, ଜନ୍ମ ହେଇଛି ଦୁଃଖ ପାଇବାକୁ। ତେଣୁ ଯେତେବେଳେ ପିଲା କାନ୍ଦୁଛି, ଅନ୍ୟମାନଙ୍କ ପାଇଁ ସେଇଟା ତାଳି ମାରିବାର ଅବସର ବା ଖୁସି ମନେଇବାର ଅବସର। ଆସିଲା, ଆଉ ଆମ କଳା କହ୍ନେଇ ଆସିଲା, ମା ଲକ୍ଷ୍ମୀ ଆସିଲେ। ଏଇସବୁ କଥା ଆମ ବୁଢ଼ାକାଳିଆ ପୁରୁଣା କାଳିଆ ଲୋକମାନଙ୍କ ପାଟିରୁ ବାହାରେ। ମା ଲକ୍ଷ୍ମୀ ଆସିଲେ, କଳା କହ୍ନେଇ ଆସିଲେ, ମୋ କୂଳର ଦୀପ ଆସିଲେ। ଏ ହେଉଛି କଥା। ତେଣୁ ଅନେକ ବିଷାଦର ପାହାଡ଼ ଓ ନଈ ମନୁଷ୍ୟକୁ ଅତିକ୍ରମ କରିବାର ଅଛି। ଏହା ହିଁ ଜୀବନ ଅଟେ। ଯାତ୍ରୀକୁ ଲାଗିବ ମୁଁ ବିଷାଦ, ମୁଁ ଦୁଃଖ, ମୁଁ ପତନ, ମୁଁ ମୃତ୍ୟୁ, ପୁଣି ମୁଁ ହିଂସା, ଅନ୍ୟାୟ, କେବେ ବର୍ବରତା, ତଥାପି ମୋ ଆନନ୍ଦ, ମୋର ମୃତ୍ୟୁ ନାହିଁ। ଗୋଟେ କଥା ମନେ ପଡ଼ୁଛି, ପିତର ଯେତେବେଳେ ଯୀଶୁଙ୍କ ସହିତ ଥିଲେ, ଯୀଶୁଙ୍କର ହସ୍ତାର୍ପଣ ପୂର୍ବରୁ, ହସ୍ତାର୍ପଣ ଭୁଲ କହିଲି ମୁଁ, ଯୀଶୁଙ୍କ ଶତ୍ରୁ ହସ୍ତରେ ସମର୍ପଣ ପୂର୍ବରୁ କିଛି ଗୋଟେ ତାଙ୍କୁ ଯୀଶୁ କହିଲେ। ଶିଷ୍ୟ 3-4 ଜଣ ମାତ୍ର ତାଙ୍କ କ୍ଲୋଜେଷ୍ଟ ଫ୍ରେଣ୍ଡ ଥିଲେ, ଶିଷ୍ୟମାନେ ଥିଲେ। ସେଠି ପିତର ଗୋଟେ ଭୁଲ କଥା କହିଦେଲେ, ପ୍ରଭୁ ସେ କଥା କେବେ ନ ହଉ। ଯୀଶୁ ତାଙ୍କୁ ପୁରା ପ୍ରତ୍ୟାଖ୍ୟାନ କରି କହିଲେ, ଦୂର ହୁଅ ଶୈତାନ, ତମେ ମୋ ଇଚ୍ଛାଙ୍କ ବିରୁଦ୍ଧ, ମୋ ପିତାଙ୍କ ଇଚ୍ଛା ବିରୁଦ୍ଧରେ କ'ଣ କରୁଛ? ତମେ କଥା କହୁଛ। ଏମିତି କେମିତି ହବ? କିନ୍ତୁ ସେ ଯେଉଁ ଲୋକ 10 ମିନିଟ୍ ପୂର୍ବରୁ କହିଥିଲା, ପ୍ରଭୁ ଆମେ ତୁମଠାରୁ କାହାଠାକୁ ଯିବା, ଜଣେ ତୁମଠାରୁ ଅନନ୍ତ ଜୀବନ ଅଛି, ତୁମ ତ ଈଶ୍ୱରଙ୍କ ପୁତ୍ର, ସେଇ ଲୋକ ପୁଣି କହିଲା, ପ୍ରଭୁ ଏମିତି କେବେ ନ ହଉ। ତମେ କେବେ ମର ନାହିଁ, ଶତ୍ରୁ ସମର୍ପଣ ହୁଅ ନାହିଁ, ତମେ ଆମ ସହିତ ଏମିତି, ଆମେ ଡେଲି ଡଙ୍ଗାରେ ବୁଲିବା, ମାଛ ଧରି ଖାଇବା, ପୋଡ଼େଇ ଖାଇବା। ଆଉ ତେଣୁ କେତେବେଳେ ସେ ଗୋଟାଏ ମଣିଷ, କେତେବେଳେ ଶୈତାନ ହେଇଯାଏ, କେତେବେଳେ ଭଗବାନ ହେଇଯାଏ, କେତେବେଳେ କାହା ଦ୍ୱାରା ସେ କିଏ କାମ କରେ, କିଛି କହିହେବନି। ସେଇ ପିତରକୁ ପ୍ରଭୁ କହିଲେ, ତମେ କହିନା ଏଇଟା ମୋ ପିତା କହି, ତମଠାରେ ଥିବା ଈଶ୍ୱରଙ୍କ ଆତ୍ମା ବା ମୋ ପିତା ତମଠାରୁ କହିଛନ୍ତି ଗୋଟେ ଷ୍ଟେଟମେଣ୍ଟକୁ। ଫିର୍ ସେଇ ଲୋକ ଦୁବାର ଷ୍ଟେଟମେଣ୍ଟ ଦେଇଦେଲା, ପୁରା ଗୋଟେ କେବେକୁ ନ ହଉ, ମାନେ ତମ ଶତ୍ରୁ ସମର୍ପଣ ହଉ ନା, କିଛି ହଉ ନା, କିଛି ମରଣ ବଞ୍ଚରେ କିଛି ଇନ୍ ଚାଲିଥାଉ। ତେଣୁ ଆକର୍ଡିଂ ଟୁ ଟାଇମ୍ ଆଣ୍ଡ ସିଚୁଏସନ୍ ଲୋକ ଭିନ୍ନ ଭିନ୍ନ ଅଭିନୟ କରନ୍ତି। ତେଣୁ ତ ମୁଁ କହେ ଦୁନିଆ ଏକ ରଙ୍ଗମଞ୍ଚ। ଏଠି କେତେବେଳେ କିଏ ଭିଲେନ୍ ହେଇଯିବ, କେତେବେଳେ କିଏ ହିରୋ ହେଇଯିବ, କିଛି ମାଇନେ ରଖେ। ପ୍ରଭୁ ସେ ଭିଲେନ୍କୁ ପୁଣି ହିରୋ ପାଇଁ କରନ୍ତି, ହିରୋକୁ ପୁଣି ଭିଲେନ୍ ପାଇଁ କରନ୍ତି। ଆଜିକାଲି ହିରୋଇନ୍ ମାନେ ଗୋଟେ ହିରୋ ହେଇଯାଉଛନ୍ତି, ଅଣ୍ଡରା ମାଇକିନା ଅଣ୍ଡରା ହେଲା ପିରିଆ କରନ୍ତି। କେତେବେଳେ କ'ଣ ପରିସ୍ଥିତି ପଳେଇଛି କିଛି ଠିକଣା ରହେନି। ସମୟ ଥିଲା ଅଣ୍ଡରା ମାନେ ଅଣ୍ଡରା ହେଇଥିଲେ, ଏବେ ମାଇକିନା ମାନେ ଅଣ୍ଡରା ହେଲେ। କଥା ଟିକେ ଲଘୁ ହେଇଗଲା, ତଥାପି କହିବାକୁ ବାଧ୍ୟ। ଏବେ ମାଇକିନା ମାନଙ୍କର ଯୁଗ ହେଲା, ମାଇକିନା ସବୁ ଅଣ୍ଡରା ହେଲେ, ଆମେ ସବୁ ମାଇକିନା ହେଲା ହେଇଗଲୁ।
ତେଣୁ ତ ମୁଁ ଗୁଡ଼ାଏ ଭିଡ଼ିଓରେ କହୁଛି ସ୍ତନ୍ୟ ମାସ୍କୁଲିନ୍ ଫେମିନାଇନ୍ କଥା କହୁଥିଲି। ତେଣୁ କଥା ହେଉଛି ପୁଣି ମୁଁ ହିଂସା ଅନ୍ୟାୟ କେବେ ବର୍ବର ତଥାପି ମୁଁ ଆନନ୍ଦ ମୋର ମୃତ୍ୟୁ ନାହିଁ। ସକଳ ଅଭିନୟର ନେପଥ୍ୟରେ ଯିଏ ମୋର ସଂଳାପ ପଡ଼ି ମୋତେ ଶୁଣେଇ ଦେଉଛି ସେ ହେଉଛି ଆନନ୍ଦ। ମୁଁ ବିଷାଦ, ମୁଁ ଦୁଃଖ, ମୁଁ ପତନ, ମୁଁ ମୃତ୍ୟୁ, ମୁଁ ପୁଣି ହିଂସା, ସବୁ ପରିସ୍ଥିତିରେ ମଣିଷ ଖୁସି। କିନ୍ତୁ କାହାକୁ କେତେବେଳେ କେଉଁ ପରିସ୍ଥିତିରେ ମଣିଷକୁ ମାନେ ତେଣୁ ତ ଗୋଟେ ଗୀତ ଅଛି, ଆଦମୀ ଖିଲୋନା ହେ, ଆଦମୀ ଖିଲୋନା ହେ। ଦାମିନୀ ଫିଲ୍ମ ଗୋଟେ ହିରୋଇନ୍, ତାଙ୍କ ନାଁ ମୁଁ ଜାଣୁନି, ସେ ଗୋଟେ ଗୋବିନ୍ଦା ସହିତ ଗୋଟେ ସେ ଫିଲ୍ମଟା କ'ଣ ଗୋଟେ ଅଛି, ଆପଣ ମାନନ୍ତୁ ୟୁଟ୍ୟୁବରେ ବାହାରି ଯାଉଛି ଗୀତ, ଆଦମୀ ଖିଲୋନା ହେ, उनके मर्जी बिना पत्ता भी हिलता नहीं, सब कुछ उसी के हाथ में। এই টাইপର ଗୋଟେ লিরিক্স ଅଛି, ଆଦମୀ ଖିଲୋନା ହେ। ଈଶ୍ୱରଙ୍କ ହାତରେ ଆମେ ସବୁ କଣ୍ଢେଇ। ତେଣୁ ଆମକୁ ସେ କେଉଁ ପରିସ୍ଥିତିରେ କେତେବେଳେ କାହାକୁ ପଜିଟିଭରେ, କେତେବେଳେ ନେଗେଟିଭ ରୋଲରେ, କେତେବେଳେ ପଜିଟିଭ ରୋଲରେ, କେତେବେଳେ କାହାକୁ କେଉଁ ହିସାବରେ ବ୍ୟବହାର କରୁଛନ୍ତି କେବଳ ସିଏ ହିଁ ଜାଣନ୍ତି, କିଏ କହିପାରିବ ନା। ତେଣୁ ପାଉଲ ବି ନିଷ୍କର୍ଷ ବାହାର କରିଛନ୍ତି, ବିଭିନ୍ନ ରିସର୍ଚ୍ଚ କରିକିରି ସିଏ ବି ମୋଟାମୋଟି କଥା କହିଛନ୍ତି। ମଣିଷ କ'ଣ ଜାଣିପାରିବ, କେମିତି ଜାଣିପାରିବ? ତା ମନରେ, ତା ଅନ୍ତରରେ ତ ସିଏ ବସିଛନ୍ତି, କେତେବେଳେ କ'ଣ କରୁଥିବ ତା କିଛି ଠିକଣା ନାହିଁ। କଣ୍ଢେଇ ନାଚ ଗୋଟେ ୱାର୍ଡ଼ଟା ଅଛି ଆମର ଓଡ଼ିଆରେ, କଣ୍ଢେଇ ନାଚ। ବିଷ୍ଣୁ ଶର୍ମାଙ୍କର ସେ ଯେଉଁ ଗପଟେ ୟୁଟ୍ୟୁବ୍ ଓଡ଼ିଆରେ ସବୁ ବାଜେ, ମୁଁ ପିଲାବେଳେ ଦେଖେ ସବୁ, କଣ୍ଢେଇ ନାଚ। ଈଶ୍ୱର ଆମକୁ କଣ୍ଢେଇ ପିଟା ନଚଉଛନ୍ତି, କଣ୍ଢେଇ ପିଟା ନଚଉଛନ୍ତି। ଆମେ ତାଙ୍କ ହାତରେ କ୍ରୀଡ଼ନକ ସାଜୁ। ଆମେ କେତେବେଳେ ପଜିଟିଭରେ ଥିବା, କେତେବେଳେ ନେଗେଟିଭରେ ଥିବା, କେତେବେଳେ କେଉଁ ପରିସ୍ଥିତିରେ ଥିବା କେହି କହିପାରିବ ନାହିଁ। ତେଣୁ ମୁଁ ଆନନ୍ଦ, ମୋର ମୃତ୍ୟୁ ନାହିଁ। ସକଳ ଅଭିନୟର ନେପଥ୍ୟରେ ଯିଏ ମୋର ସଂଳାପ ପଡ଼ି ମୋତେ ଶୁଣାଇ ଦେଉଛି ସେ ହେଉଛି ଆନନ୍ଦ ବା ବ୍ରହ୍ମାନନ୍ଦ ବା ବ୍ରହ୍ମ। ସେ ହିଁ ପରମ ବ୍ରହ୍ମ। ତେଣୁ ସେ ଆମ ଭିତରେ ବସି ଆମକୁ ନଚଉଛି। ତେଣୁ ଗୋଟେ ଗୀତ ଅଛି ଆମ ଖ୍ରୀଷ୍ଟିଆନର ଗୀତ ଗୋଟେ, ଧନ୍ୟ ହେ କଳାକାର ଘେନ କୋଟି ନମସ୍କାର, ଆକାଶ ଚନ୍ଦ୍ର ତାରା ଜଳସ୍ଥଳ ସୃଷ୍ଟି ସାରା, ତୁମରି ମହିମା ଗାଏ ପ୍ରଭୁ, ତୁମରି ମହିମା ଗାଏ। ଗୋଟେ ଗୀତ ଅଛି, ହେ ନିରାକାର ପ୍ରେମେ ହୋଇଛ ସାକାର, ଆସନ ପାତି ଯେ ବସିଛ ଅନ୍ତରେ ମୋର, ଧନ୍ୟ ହେ କଳାକାର ଘେନ କୋଟି ନମସ୍କାର। ଯାହା ଅନ୍ତର ପ୍ରଭୁ ଥରେ ପାଇଛି, ଆଧ୍ୟାତ୍ମିକ ଜୀବନ ସେ ଥରେ ବଢ଼ିଛି, ଆଧ୍ୟାତ୍ମିକ ସ୍ପର୍ଶ ଜଣେ ଯେ ପାଇଛି, ତା ଅନ୍ତର ତ ଈଶ୍ୱର ବସିଛନ୍ତି। ଈଶ୍ୱର ଯଦି ଶୈତାନକୁ ବ୍ୟବହାର କରିପାରୁଛନ୍ତି, ପାପକୁ ବ୍ୟବହାର କରିପାରୁଛନ୍ତି, ତାହେଲେ ଭଲକୁ କାହିଁ ବ୍ୟବହାର କରିପାରିବେ, ପୁଣ୍ୟକୁ କାହିଁ ବ୍ୟବହାର କରିପାରିବେ? ଈଶ୍ୱର ଇଜ୍ ଗଡ୍ ଅଫ୍ ଅଲମାଇଟି। ସେ ପ୍ରକୃତିର ଈଶ୍ୱର କେବଳ ନାହିଁ, ମଣିଷର ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ବ୍ରହ୍ମ ହିଁ ବ୍ରହ୍ମ, ପରମ ବ୍ରହ୍ମ ସିଏ। ତାଙ୍କଠାରେ ହିଁ ଆନନ୍ଦ। ଯେତେବେଳେ ତାକୁ ପାଇଯାଉ ଆମକୁ ଏସବୁ ତୁଚ୍ଛା ମାୟା ବୋଲିକିରି ମନେ ହୁଏ। ଖାଇବାରେ ଯେ ସେ କେମିତି କହୁଥିଲେ, ସବୁବେଳେ ହାଲେଲୁୟା, ଆପଦ ବେଲେ ବି ହାଲେଲୁୟା, ବିପଦ ବେଲେ ବି ହାଲେଲୁୟା, ଯେନ୍ଠାନେ ଥିବି ହାଲେଲୁୟା, ହାଲେଲୁୟା ମୁଁ ଗାଇଥିବି। ଗୋଟେ ଗୀତ ଅଛି ସମ୍ବଲପୁରୀ ନା କ'ଣ, ସେ ଦେଶିଆ ଗୀତ ଟାଇପ୍, ଯିଶୁ ତୋର ଲାଗି ତୋର ଲାଗି। ସବୁ ପରମ ବ୍ରହ୍ମ, ସେ ପରମ ବ୍ରହ୍ମ। ସବୁ ପରିସ୍ଥିତିରେ ଆପଣ ଖୁସି ରହିପାରିବେ। କିନ୍ତୁ ସଂସାରର ଦୁଃଖ ମୃତ୍ୟୁ ଜନ୍ମାଏ ଲେଖିଲେ, ସଂସାରର ଦୁଃଖ କ'ଣ ଜନ୍ମାଏ? ସଂସାରର ଦୁଃଖ ହେତୁ ଅନୁଶୋଚନା ବା ସଂସାର ଦୁଃଖ ହେତୁ ପଶ୍ଚାତାପ, ସଂସାର ଦୁଃଖ ହେତୁ ରିଗ୍ରେଟଟା ମୃତ୍ୟୁକୁ ଜନ୍ମାଏ। ବଟ୍ ଖ୍ରୀଷ୍ଟ ବା ଯୀଶୁ ବା ପ୍ରଭୁଙ୍କ ହେତୁ ବା ଆଧ୍ୟାତ୍ମିକଟା ଯେଉଁ ଦୁଃଖ ଜାତ ହେବ, ଆଧ୍ୟାତ୍ମିକ ହେତୁ ଯେଉଁ ଦୁଃଖ ବା ଅନୁତାପ, ଯେଉଁ ରିଗ୍ରେଟ୍ ଆସିବ, ସେଥିରେ ଆନନ୍ଦ ଜନ୍ମ ହେବ। ସାଂସାରିକ ଦୁଃଖ, ସାଂସାରିକ ଯାତନା, ସାଂସାରିକ ହଇରାଣ, ସାଂସାରିକ ନିର୍ଯାତନା ଆପଣଙ୍କ ମନରେ ଦୁଃଖ ଜାତ କରିବ, ଯେଉଁଟା ଲିଡ୍ସ ଟୁ ଡେଥ୍, ଯେଉଁଟା କାହାକୁ ଆଡ଼କୁ ନେବ, ମରଣ ଆଡ଼କୁ ନେବ। ଆପଣ ଅନୁତାପ ରିଗ୍ରେଟ୍ କରିକିରି ଫାଶୀରେ ମରିବାକୁ ଚାହିଁବେ କି ଆତ୍ମହତ୍ୟା କରିବାକୁ ଚାହିଁବେ। କିନ୍ତୁ ଆଧ୍ୟାତ୍ମିକ ଦୁଃଖ, ଆଧ୍ୟାତ୍ମିକ ତାଡ଼ନା, ଆଧ୍ୟାତ୍ମିକ ଯାତନା ଆପଣଙ୍କ ମନରେ ଅନେକରୁ ଅନେକ ଆନନ୍ଦ ଜନ୍ମେଇବ। ଆପଣ ଅଧିକରୁ ଅଧିକ ଖୁସି ହେବେ। এইটা ହିଁ ଡିଫରେଣ୍ଟ ସେକୁଲାରିଜମ୍, ସ୍ପିରିଚୁଆଲିଜମ୍ ଭିତରେ। ଦିସ୍ ଇଜ୍ ଦ ଡିଫରେନ୍ସ। ତେଣୁ ସେ ଆନନ୍ଦ ନୁହନ୍ତି, ବ୍ରହ୍ମାନନ୍ଦ। ଆମର ଭଲ ଯେଉଁ କମେଡ଼ିଆନ୍ ଜଣେ ଅଛନ୍ତି ପରା ତେଲୁଗୁ ଇଣ୍ଡଷ୍ଟ୍ରିର, ବ୍ରହ୍ମାନନ୍ଦ।
ଆନନ୍ଦ ଯେତେବେଳେ ବିଷାଦ ଦୁଃଖର ପାହାଡ଼ ନଈ ଡେଇଁ ଡେଇଁ ତା ନିଜ ପାଖକୁ ଫେରି ଆସିପାରୁଥିବା ବା ସକଳ ବିପରୀତ ମୁହଁରେ ତା ନିଜକୁ କେବେ ପାଶୋରି ଦେଉନଥିବ, ତାର ପରିଚୟ ଅଧିକରୁ ଅଧିକ ଉନ୍ମୁକ୍ତ ହୋଇଯାଉ। କ'ଣ କହିଲେ ସିଏ? ଆନନ୍ଦ ଯେତେବେଳେ ବିଷାଦ ଦୁଃଖର ପାହାଡ଼ ନଈ ଡେଇଁ ଡେଇଁ ତା ନିଜ ପାଖକୁ ଫେରି ଆସିପାରୁଥିବ ବା ସକଳ ବିପରୀତ ମୁହଁରେ ତା ନିଜକୁ କେବେ ପାଶୋରି ଦେଉନଥିବ, ତାର ପରିଚୟ ଅଧିକରୁ ଅଧିକ ଉନ୍ମୁକ୍ତ ହୋଇଯାଉଥିବ। ସେ ବିପକ୍ଷମାନଙ୍କୁ ଅବଜ୍ଞା ବା ଅସ୍ୱୀକାର କରେ ନାହିଁ, ସେମାନଙ୍କ ସହ ଖେଳିବାକୁ ସେ ପ୍ରସ୍ତୁତ ଅଛି। ଆପଣ ଯେତେବେଳେ ହଇରାଣ କରିବେ, ଆପଣ ଯେତେବେଳେ ସେଇ ଚେତନା ଶକ୍ତିର ଅଧିକାରୀ ହେଇଯିବେ, ସେଇ ସ୍ତରର ଚିନ୍ତାଧାରାର ଲୋକ ହେଇଯିବେ, ଆପଣଙ୍କୁ ବିରୁଦ୍ଧ କଲେ ମଧ୍ୟ, ତେଣୁ ତ ଯୀଶୁ କହିଲା ନିଜ ଶତ୍ରୁମାନଙ୍କ ପାଇଁ ପ୍ରାର୍ଥନା କର। ମିତ୍ରମାନେ ତ ସମସ୍ତେ ପ୍ରାର୍ଥନା କରୁଛନ୍ତି, ମିତ୍ରମାନଙ୍କୁ ତ ସମସ୍ତେ ସାହାଯ୍ୟ କରୁଛନ୍ତି, ବା ଯିଏ ମିତ୍ରଠୁ ବଳି ଶତ୍ରୁମାନଙ୍କ ଲାଗି ପ୍ରାର୍ଥନା କର, ଶତ୍ରୁମାନଙ୍କୁ ଦାନ ଦିଅ। ତେଣୁ ସୋଲୋମନ କହିଲେ ଯିଏ ଶତ୍ରୁମାନଙ୍କୁ ମଧ୍ୟ ଦାନ ଦିଏ, ସିଏ ତା ମସ୍ତକରେ କ'ଣ ରଖେ? ଅଙ୍ଗାର ରଖେ, ଅଙ୍ଗାର ରଖେ। ତେଣୁ ଆନନ୍ଦ ଯେତେବେଳେ ବିଷାଦ ଦୁଃଖର ପାହାଡ଼ ନଈ ଡେଇଁ ଡେଇଁ ତା ନିଜ ପାଖକୁ ଫେରି ଆସିପାରୁଥିବ ବା ସକଳ ତା ବିପରୀତ ମୁହଁରେ ତା ନିଜକୁ କେବେ ପାଶୋରି ଦେଉନଥିବ। ବିଭିନ୍ନ ଲୋକ ବିଭିନ୍ନ କଥା କହିବେ ଆପଣଙ୍କୁ, ତଥାପି ନିଜର ସ୍ଥିତି, ନିଜର ଅସ୍ତିତ୍ୱ ବା ନିଜର ପରିଚୟ ବା ନିଜ ଭିତରେ ଥିବା ଖୁସି ବା ନିଜ ବିଷୟରେ ତୁମ ଧାରଣା ଯଦି ବଦଳୁ ଯାଉନଥିବ, ତେଣୁ ବିଭିନ୍ନ ଲୋକ ବିଭିନ୍ନ କଥା କହିବେ। କିଏ କହିବେ ହେଲା ତ, ବିଭିନ୍ନ ଲୋକ ବିଭିନ୍ନ କଥା କହିବେ ଆପଣଙ୍କ ବିଷୟରେ, ଆପଣଙ୍କ ପରିଚୟ ବିଷୟରେ, ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ଆପଣଙ୍କୁ ନେଇ ବିଭିନ୍ନ ପ୍ରକାର କମେଣ୍ଟସ୍ ଆସିବ। ବିଭିନ୍ନ ଲୋକ ବିଭିନ୍ନ ପ୍ରକାର କମେଣ୍ଟ ଦେବେ, ବିଭିନ୍ନ ପ୍ରକାର ମନ୍ତବ୍ୟ ଦେବେ। ଆପଣ ଧୈର୍ଯ୍ୟ ହରାଉନଥିବ, ଆପଣ ନିଜକୁ କେବେ ପାଶୋରି ଦେଉଛନ୍ତି। ସେ ତ ସିଆ ଯାହା ଆଖିରେ ଯେମିତି ଦିଶିଲା, ଯିଏ ଯେଉଁ ପ୍ରକାର ଚଷମା ପିନ୍ଧିছে ସେଇ ପ୍ରକାର ତାକୁ ଦିଶିଲା। ନାଲି ନାଲି ଚଷମା ଭିତରେ ନାଲି ଦିଶିବ, ହଳଦିଆ, ଏବେ ତ ଭେରାଇଟି ଚଷମା ସବୁ ବିଭିନ୍ନ କଲର ଚଷମା। ଯିଏ ଯେଉଁ କଲର ଚଷମା ପିନ୍ଧି, ଯାହାର ଯେଉଁ ଦୃଷ୍ଟିକୋଣ, ଯିଏ ଯେଉଁ ପ୍ରକାର ଚିନ୍ତାଧାରାର ଲୋକ, ତାକୁ ସେଇଭଳିଆ ଆପଣଙ୍କୁ ଦିଶିବେ। ହୀରାର ପରଖିବାର ମୂଲ୍ୟ ବା ହୀରା ପରଖିବାର ଜ୍ଞାନ ଜଣେ ଦୁଇ ଜଣ ଲୋକ ପାଖରେ ଥିବ। ହୀର ବ୍ୟବସାୟ ବା ହୀରା ଦୋକାନୀ ପାଖରେ ହିଁ ଥିବ। ଆପଣ ଆଳୁ ବେପାରୀ ପାଖକୁ ଗଲେ ଜାଣିପାରିବେ ହୀରାର ମୂଲ୍ୟ। ଆପଣ କ'ଣ ଯେ ଭେଣ୍ଡି ବେପାରୀ ପାଖକୁ ଗଲେ ପାଇବେ କି ହୀରାର ମୂଲ୍ୟ? ଚା ଦୋକାନୀ ପାଖକୁ ଗଲେ ପାଇବେ କି ତା ମୂଲ୍ୟ? ଜାଣିପାରିବେ। ସେଇଭଳିଆ କଥା। ତେଣୁ କଥା ହେଉଛି, ଆନନ୍ଦ ଯେତେବେଳେ ବିଷାଦ ଦୁଃଖର ପାହାଡ଼ ନଈ ଡେଇଁ ଡେଇଁ ତା ନିଜ ପାଖକୁ ଫେରି ଆସିପାରୁଥିବ, ସକଳ ଦୁଃଖରେ ମଧ୍ୟ, ସକଳ ବିଷାଦରେ ମଧ୍ୟ ଅତିକ୍ରମ କରି ସେ ନିଜ ପାଖରେ ପହଞ୍ଚାଉଥିବ। ପୁଣି ନିଜକୁ କହିପାରୁଥିବ, ଆଇ ଏମ୍ ହ୍ୟାପି ୱିଥ୍ ମାଇ ଲାଇଫ୍। ମୁଁ ମୋ ଜୀବନରେ ଖୁସି ଅଛି, ଆଇ ଏମ୍ ହ୍ୟାପି ୱିଥ୍ ମାଇ ଫ୍ୟୁଚର୍। ମୋ ଜୀବନ ନେଇ ମୁଁ ଭାରି ଖୁସି। ପୁଣି ପାହାଡ଼ ନଈ ଡେଇଁ ଡେଇଁ ନିଜ ପାଖକୁ ଫେରିବ ତ ସକଳ ବିପରୀତ ମୁହଁରେ ଅନେକ ଲୋକ ଭିନ୍ନ ଭିନ୍ନ କଥା ଅନ୍ୟ ଲୋକମାନଙ୍କ ମୁହଁରେ ଆପଣ ଶୁଣିବାକୁ ପାଇବେ। ଆଧ୍ୟାତ୍ମିକ ଜୀବନରେ ଏସବୁ ହୁଏ। ଆଧ୍ୟାତ୍ମିକ ସ୍ତରର ଦେଇ ମାନେ ପରିସ୍ଥିତି ଦେଇ ଗତି କରୁଥିବା ଲୋକମାନଙ୍କର ଏସବୁ ଅନୁଭୂତି ଅଛି। ବିଭିନ୍ନ ଲୋକ ବିଭିନ୍ନ କମେଣ୍ଟସ୍ ଆପଣଙ୍କୁ ଦେବେ, ମନ୍ତବ୍ୟ ଦେବେ। ସିଆଟା ସେ ସିଆ ଥିଲା, ଆଜି କେଉଁ ବଦଳିଗଲା, ସିଏ ତ ସିଆ ଥିଲା, ସିଏ ତ ମଦ ପିଇକି ଗଡ଼ୁଥିଲା, ସିଏ ତ ଦୁନିଆ ଧନ୍ଦା କରୁଥିଲା, ଆଜି କେଉଁ ଗୋଟେ ନୂଆ ଆଲୁଅ ହେଇଗଲା। ବିପରୀତ ମୁହଁରେ ତା ନିଜକୁ କେବେ ପାଶୋରି ଦେଉନଥିବ। ଲୋକ କହିଗଲେ ବୋଲି ଆପଣ ଯଦି ପ୍ରତିକ୍ରିୟାଶୀଳ ହେଇକିରି ତାର କ୍ରିୟାକୁ, ଆପଣଙ୍କର ପ୍ରତିକ୍ରିୟାକୁ ଯଦି ଯୋଡ଼ିଦେବେ, ତେବେ ଆପଣ ନିଜର ଊର୍ଜା, ନିଜର ସୋଚ ବିଚାର, ଆପଣଙ୍କର ନିଜତ୍ୱ ବୋଲି କିଛି ରହିବ। ତେଣୁ କୁହନ୍ତି, ହାତୀ ଯାଏ ବଜାରେ, କୁକୁର ଭୋକେ ହଜାରେ। ଆପଣ ନିଜର ସ୍ଥିତିକୁ, ନିଜର ପରିଚୟକୁ, ନିଜର ଚିନ୍ତାଧାରାକୁ ଏତେ ମାତ୍ରାରେ ବୁଝିଯିବା ଦରକାର ଯେ ଲୋକଙ୍କର ମନ୍ତବ୍ୟରେ, ଲୋକଙ୍କର କମେଣ୍ଟସରେ, ଲୋକଙ୍କ କ୍ରିୟା ପ୍ରତିକ୍ରିୟାରେ ଆପଣ ମହାଦ୍ରୁମ ହେଇକିରି ଯେମିତି ପାହାଡ଼ ଭଳି, ଯେ ପାହାଡ଼ ତ କେତେଥର ଲେଖକ ଲେଖିଲେଣି ଏଇଠି, ପାହାଡ଼ ଭଳି ଅଚଳ, ଅମେରୁ, ଅବିଚଳ ହେଇଯିବା ଦରକାର। ହେଲେ ଆପଣ ଜିତିପାରିବେ। ଆଧ୍ୟାତ୍ମିକ ପ୍ରକ୍ରିୟାର କଥା ତ ସାହିତ୍ୟ ଆଉ କ'ଣ କି? ସାହିତ୍ୟ ତ ଆଧ୍ୟାତ୍ମିକତାର ସ୍କ୍ରିପ୍ଟ ହେଉଛି ସାହିତ୍ୟ। ଆଧ୍ୟାତ୍ମିକତାର ସ୍କ୍ରିପ୍ଟ ହେଉଛି ସାହିତ୍ୟ। ତାର ପରିଚୟ ଅଧିକରୁ ଅଧିକ ଉନ୍ମୁକ୍ତ ହୋଇଯାଉଥିବ। ସେ ବିପକ୍ଷମାନଙ୍କୁ ଅବଜ୍ଞା ବା ଅସ୍ୱୀକାର କରେ ନାହିଁ। କାହା କଥାକୁ ସେ ଆଡ଼େଇ ଦେଉନଥିବ କିମ୍ବା ଅସ୍ୱୀକାର ବି କରୁନଥିବ। ଶୁଣୁଥିବ ଏ କାନରେ, ପୁଣି ସେ କାନରେ ଛାଡ଼ୁଥିବ। ପୁଣି କ'ଣ ଲେଖିଲେ ସିଏ?
ତାର ପରିଚୟ ଅଧିକରୁ ଅଧିକ ଉନ୍ମୁକ୍ତ ହୁଏ। ଯିଏ ଯେତେ ପ୍ରକାର ତାକୁ ଦେଖିପାରିଲା, ସେ କହନ୍ତିନି ଖ୍ରୀଷ୍ଟଙ୍କୁ ମୁଁ ଧାରଣ କରୁଛି, ଯୀଶୁଙ୍କୁ ମୁଁ ଧାରଣ କରୁଛି, ମାନେ ଯୀଶୁଙ୍କ ପରି ଚିନ୍ତାଧାରା, ଯୀଶୁଙ୍କ ପରି ବ୍ୟବହାର, ଯୀଶୁଙ୍କ ପରି ବ୍ୟକ୍ତିତ୍ୱ, ଯୀଶୁଙ୍କ ପରି ଆଚରଣ, ଆମ ସ୍ୱଭାବ। ସେମିତି ହେଲେ ଆମେ ବିଭିନ୍ନ ଲୋକଙ୍କୁ ବିଭିନ୍ନ ମୁହଁରେ ବିଭିନ୍ନ ପ୍ରକାର ରୂପ, ଭଲ ବି ହେଇପାରେ, ଖରାପ ବି ହେଇପାରେ। ବିପକ୍ଷମାନଙ୍କୁ ଅବଜ୍ଞା ବା ଅସ୍ୱୀକାର କରେନି, ପୁଣି ପରିଚୟ ଅଧିକରୁ ଅଧିକ ଉନ୍ମୁକ୍ତ ହୋଇଯାଉଛି। ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ପରିଚୟ କହିବେ। ଯେମିତି କହନ୍ତିନି ପାହାଡ଼କୁ ଯିବାର ଅନେକ ରାସ୍ତା ଅଛି, କିନ୍ତୁ ସେ ଲକ୍ଷ୍ୟ ଗୋଟାଏ। ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ନାମରେ ଆପଣଙ୍କୁ ଡାକିବେ। ଏକ୍ଜାମ୍ପଲ୍ କ'ଣ? ଘରେ ମୋତେ ବାବୁ ଡାକୁଛନ୍ତି, କି ଚାକିରି ମୋତେ କିଏ ସାର୍ ଡାକୁଛନ୍ତି, କି ସାଙ୍ଗସାଥି ମେଳରେ ମୋ ନାଁ ଡାକୁଛନ୍ତି। ସେ ଗୋଟାଏ ଲୋକ, ଭିନ୍ନ ଭିନ୍ନ ପରିଚୟ ସବୁ ଅଛି। କର୍ମକ୍ଷେତ୍ରରେ, ଘରେ, ବାହାରେ, ପରିବାରରେ, ସାଙ୍ଗସାଥି ମେଳରେ, କି ବିଭିନ୍ନ ପ୍ରକାର ପିଲାଙ୍କ ମେଳରେ, ଯାହା ଭାଇ ଭଉଣୀ ମେଳରେ ଭିନ୍ନ ଭିନ୍ନ ପରିଚୟ ସବୁ ତାର। ସେଇଭଳି ସେ ଗୋଟାଏ ଲୋକ, ଭିନ୍ନ ଭିନ୍ନ ଲୋକର ଭିନ୍ନ ଭିନ୍ନ ପରିଚୟ ସବୁ ଆସିବ। ତେଣୁ ସେମାନଙ୍କ ସହ ଖେଳିବାକୁ ସେ ପ୍ରସ୍ତୁତ ଅଛି, କିନ୍ତୁ ସବୁରି ଭିତରେ ସେ ଅପରାଜୟ ରହିପାରେ। ଏସବୁ ଡ୍ରାମା ଭିତରେ ମଧ୍ୟ, ଏସବୁ ନାଟକ ଭିତରେ ମଧ୍ୟ, ଏ ଭିନ୍ନ ପରିଚୟ, ଭିନ୍ନ ମତ, ଏସବୁ ଜିନିଷ ଭିତରେ ମଧ୍ୟ ସେ କ'ଣ କରିବାକୁ ପ୍ରସ୍ତୁତ ଅଛି? ସେ ଖେଳିବାକୁ ପ୍ରସ୍ତୁତ ଅଛି, କିନ୍ତୁ ସବୁରି ଭିତରେ ସେ ଅପରାଜୟ ରହିପାରେ। କାହିଁକିନା ସେ ଚିର ଅସ୍ତିକ, ଚିର ସବୁଜ, ଚିରନ୍ତନ ବିଶ୍ୱାସ, ଶେଷ ସାହସ, ସେତିକି ଥିବା ଦରକାର ସାହସ। ସବୁରି ଭିତରେ ସେ ଅପରାଜୟ ରହିପାରେ, ହାରି ନଥିବ ସେ ନିଜର। କିନ୍ତୁ ନମକ, ସାଧାରଣ କଥା, ନମକ, ଲବଣ, ବାଇବେଲରେ କଥା ଲେଖା ହେଇଛି। ଲବଣ ଯଦି ନିଜର ସ୍ୱାଦ ହରାଏ, ତେବେ ସେ କାହିଁରେ ସ୍ୱାଦଯୁକ୍ତ କରାଯାଏ? ଲବଣକୁ ଆଜିକା ଡେଟ୍ରେ ଆମେ କ୍ୟାରେକ୍ଟର କହିପାରିବା, ଚରିତ୍ର କହିପାରିବା। ଆଜିକା ଡେଟ୍ରେ ଆଳୁ କହିପାରିବା, ପନିପରିବା ଭିତରେ ଆଳୁ, ସବୁ ଜିନିଷରେ ମିଶିବ, କିନ୍ତୁ ତାର ଉପସ୍ଥିତି ଥିବ। ନମକ ଯେମିତି, ବିନା ନମକର ତ କିଛି, ନମକ ନିଜର ଉପସ୍ଥିତି ରହିବାକୁ ହିଁ ପଡ଼ିବ। ନ ବେଳେ ତ ଅଲଣା ଲାଗିବ। ସେ ମିଳେଇ ଯାଉଥିବ ସବୁଥିରେ, କିନ୍ତୁ ତାର ଉପସ୍ଥିତି ଥିବ, ଯାହାଟାକି ଦେଖାଯାଉନଥିବ। ଦୃଶ୍ୟ ଜଗତରେ ସେ, ଆପଣ ତରକାରୀରେ ଲୁଣ ଖୋଜିଲେ ପାଇବେନି, କିନ୍ତୁ ଲୁଣ ଅଛି ବୋଲି ତରକାରୀଟା ଟେଷ୍ଟ ଅଛି। ତେଣୁ ସେ କହିଲେ ସବୁରି ଭିତରେ ସେ ଅପରାଜୟ ରହିପାରେ, କାହିଁକିନା ସେ ଚିର ଆସ୍ତିକ, ଚିର ସବୁଜ, ଚିରନ୍ତନ ବିଶ୍ୱାସ। ଚିରନ୍ତନ ବିଶ୍ୱାସ ବୋଲେ କ'ଣ? ଚିରନ୍ତନ ବିଶ୍ୱାସ। ପୁଣି ତା ବିଶ୍ୱାସର ବିକଳ୍ପ ନାହିଁ। ବିଶ୍ୱାସ ବିନା କି ଜୀବନ ଥାଇପାରେ? ବିଶ୍ୱାସ, ବିଶ୍ୱର ଶ୍ୱାସ ହେଉଛନ୍ତି ବିଶ୍ୱାସ। ବିଶ୍ୱର ଶ୍ୱାସ ସିଏ, ବିଶ୍ୱର ନିଶ୍ୱାସ ସିଏ। ଏ ନରମଂସର ଶ୍ୱାସ ଭାଇ ତାଙ୍କ ହାତରେ ଅଛି। ତାମାନେ ବିଶ୍ୱର ଶ୍ୱାସ ବିଶ୍ୱାସ, ବିଶ୍ୱର ଶ୍ୱାସ ବିଶ୍ୱାସ। ଆମ ହିସାବରେ ଆମେ ଛନ୍ଦି ବିଚ୍ଛେଦ କରିଦେଲେ, ସେ ଗ୍ରାମାର କି ଆଉ ଯାଏ ନା, ଓଡ଼ିଆ ଗ୍ରାମାର କି ସାଂସ୍କ୍ରିଟ ଗ୍ରାମାର କି ଯାଏ ନା। ଆମ ହିସାବରେ ଆମେ ଛନ୍ଦି ବିଚ୍ଛେଦ କରିଦେଲେ। ବିଶ୍ୱର ଶ୍ୱାସ ହେଉଛନ୍ତି ବିଶ୍ୱାସ। ସେ ବିଶ୍ୱ ଚିରନ୍ତନ, ସତ୍ୟ ସନାତନ। ଆନନ୍ଦ ବୁଝେଇବ ମୋର ଉପସ୍ଥିତି ହିଁ ଯଥେଷ୍ଟ। ମୁଁ ଆଉ କାହାରି ଆଲୋକକୁ ଅପେକ୍ଷା ରଖେ ନାହିଁ। ମୋ ନିଜ ଆଲୋକରେ ଆଉ ସବୁକିଛି ଦୋଦୀପ୍ୟମାନ। ଆନନ୍ଦ ଆଉ କେଉଁ ବସ୍ତୁରୁ ଆସୁନାହିଁ, ତାହା ଅଛି ବୋଲି ବସ୍ତୁ ସକଳ ବା କଥା ସକଳ ରହିଛନ୍ତି। ଆନନ୍ଦ ନଥିଲେ କିଏ କ'ଣ ଘର ସଂସାର କରନ୍ତା ନା? ଆନନ୍ଦ ନଥିଲେ କିଏ ଛୁଆ ପିଲା ଜନ୍ମ କରନ୍ତା ନା? ଆନନ୍ଦ ନଥିଲେ କିଏ ପରିଶ୍ରମ କରନ୍ତା ନା? ଆନନ୍ଦ ନଥିଲେ କିଏ ରୋଷେଇ କରନ୍ତା ନା? ନା ଆନନ୍ଦ ନଥିଲେ ପାଠ ପଢ଼ନ୍ତା ନା? ଆନନ୍ଦ ପରିଶ୍ରମ କରନ୍ତା? ସବୁ ଜିନିଷରେ ଆନନ୍ଦ ଅଛି, ସବୁ କଠିନ ପରିଶ୍ରମରେ ଆନନ୍ଦ ଅଛି, ସବୁ ଜିନିଷରେ ଆନନ୍ଦ ଅଛି। ତେଣୁ ସେ କହୁଛନ୍ତି ଆନନ୍ଦ ବୁଝେଇବ ମୋର ଉପସ୍ଥିତି ହିଁ ଯଥେଷ୍ଟ। ମୁଁ ଆନନ୍ଦ ଖୁସି ପାଉଛି ବୋଲି ସବୁ ଚାଲିଛି। ମୁଁ ଆଉ କାହାରି ଆଲୋକକୁ ଅପେକ୍ଷା ରଖେ ନାହିଁ। ଆନନ୍ଦ, ସାହସ, ଏସବୁ ଜିନିଷ ଅଛି ବୋଲି ଆମେ କେହି କାହାରିକୁ ଅପେକ୍ଷା କରିବାନି। 10 ଜଣର କାମ ଜଣେ ଲୋକ ଗୋଟେ ଲୋକ କରିଦେବ, ସାହସ ହେଉନି, ଖୁସି ମିଳୁଛି ତାକୁ, ଖୁସି ମିଳୁଛି। ମୋ ନିଜ ଆଲୋକରେ ଆଉ ସବୁକିଛି ଦୋଦୀପ୍ୟମାନ। ଆନନ୍ଦ ଆଉ କେଉଁ ବସ୍ତୁରୁ ଆସୁନାହିଁ, ତାହା ଅଛି ବୋଲି ବସ୍ତୁ ସକଳ ବା କଥା ସକଳ। କେଉଁଠୁ ଆନନ୍ଦ ଆସୁଛି? ପଥର ଦେହରେ ଆନନ୍ଦ ଅଛି କି ନାହିଁ? ପଥର ଦେହରେ ନିଶାଣ ମାରି, ହାତୁଡ଼ି ମାରି, ସେଥିରୁ ଯେଉଁ ମୂର୍ତ୍ତି ତିଆରି କରୁଛି, ସିଏ ଆନନ୍ଦ ପାଉଛି। ପଥର ଖୁଣ୍ଟିକି ସିଏ କ'ଣ କହନ୍ତି, ଆମ ଗାଉଁଲି ଭାଷାରେ କ'ଣ ଶିଳପୁଆ ନା କ'ଣ ଗୋଟେ କହନ୍ତି, ଘୋରଣା ନା କ'ଣ ଗୋଟେ କହନ୍ତି, ଯେଉଁଥିରେ ଡାଲି ଫାଲି ପେଶାଯାଏ। ଆଗରୁ ମାଆମାନେ ସବୁ ପେଶୁଥିଲେ।
ପଥର ଭିତରେ ମିଶାଣ ମୋହନ ମାରିକି ମୂର୍ତ୍ତି ତିଆରି କରିବା ହଉ କି ସେ ଘୋରଣୀ କରିବା ହଉ କି ଯାହା ବି ହଉ, ପଥର ଯାହାକୁ ଯେଉଁଥିରେ ଆନନ୍ଦ, ବସ୍ତୁରେ ଆନନ୍ଦ ନାହିଁ। ବସ୍ତୁର ଆନନ୍ଦ ନଥାଏ କି ଆମ ମନ ଭିତରୁ ଆନନ୍ଦ ଆସୁ ବୋଲି ଆମେ ବସ୍ତୁକୁ ସେଇ ଦୃଷ୍ଟିରୁ ଦେଖୁଛନ୍ତି। ବସ୍ତୁ ସକଳ ବା କଥା ସକଳ ରହିଛନ୍ତି ତାହା ଅଛି ବୋଲି ବସ୍ତୁରୁ ଆସୁନାହିଁ। ଆନନ୍ଦଟା ବସ୍ତୁରୁ ଆସୁନାହିଁ। ଆନନ୍ଦ କେଉଁ ବସ୍ତୁରୁ ଆସୁନାହିଁ? ତାହା ଅଛି ବୋଲି ବସ୍ତୁ ସକଳ ବା କଥା ସକଳ ରହିଛନ୍ତି। ଆମ ଭିତରେ ଖୁସି ଅଛି ବୋଲି ସବୁ ଜିନିଷ ଆମକୁ ଖୁସି ଦେଉଛି। କିଏ ଗଛ କାଟିବାରେ ଖୁସି, କିଏ ପତ୍ର ହାଣିବାରେ ଖୁସି, କାରିଗରୀ କାମରେ ଖୁସି, ସବୁ ତ ଖୁସି। ପୁଣି ଆଉ କ'ଣ ନୂଆ ଆଉ ରିପିଟ୍ କରିବି? ଏଇ ଆନନ୍ଦ ହେଉଛି ବଳ, ଜ୍ଞାନ, ଶାନ୍ତି, ସୁଷମା। ଏଇ ଆନନ୍ଦ ହେଉଛି କ'ଣ? ବଳ, ଜ୍ଞାନ, ଶାନ୍ତି, ସୁଷମା। ପୁଣି ଆନନ୍ଦର ଏକ ବିଫଳ ରୂପ, ଯାହା ବିଫଳ ହେଲେ ବି ଆନନ୍ଦ ହେଉଛି ଦୁର୍ବଳତା, ଅଜ୍ଞାନ, ହିଂସା, ଦୁରାଚାର। ଯଦି ସଂସାରରେ ଅନ୍ୟାୟ ନଥାନ୍ତା, କି ଅତ୍ୟାଚାର ନଥାନ୍ତା, ନିର୍ଯାତନା ନଥାନ୍ତା, ସେଇଟା ବି କିଛି ମାତ୍ରାରେ ସେଇଟା ବି ଖୁସି ହିଁ, ସେଇଟା ବି ଆନନ୍ଦ ହିଁ, ସେଇଟା ବି କଷ୍ଟଟା ବି ଆନନ୍ଦ। ପାପ ଅଛି ବୋଲି ପୁଣ୍ୟର ମହତ୍ଵ ଅଛି, ଅନ୍ଧାର ଅଛି ବୋଲି ଆଲୁଅର ମହତ୍ଵ ଅଛି, ଦିନ ଅଛି ରାତି ଅଛି ବୋଲି ଦିନର ମହତ୍ଵ ଅଛି, ଖରାପ ଅଛି ବୋଲି ଭଲର ମହତ୍ଵ ଅଛି, ଅଧର୍ମ ଅଛି ବୋଲି ଧର୍ମକୁ ଲୋକ ପୂଜା କରୁଛନ୍ତି, ଶୈତାନ ଅଛି ବୋଲି ଲୋକ ଭଗବାନଙ୍କୁ ପୂଜା କରୁଛନ୍ତି, ପାପ ଅଛି ବୋଲି ଲୋକ ପୁଣ୍ୟ କରୁଛନ୍ତି। ମୁଁ ବେଶୀ ପାପ କରିଦେଲି, ପୁଣ୍ୟ କରିବି, ଟିକେ ଧୋଇ ହେବି, ମୋର ପାପର ପେଡ଼ି ଟିକେ ହାଲୁକା ହେବ। ତେଣୁ ଦୁର୍ବଳତା, ଅଜ୍ଞାନ, ହିଂସା, ଦୁରାଚାର ଏସବୁ ଜିନିଷ ହିଁ ଭଲ। କୌଣସି ମୁଁ ସେଥିପାଇଁ କହିଲି ପରା, ଶୈତାନର ସବୁ ପ୍ରକାର ଶୈତାନିକ ଦୁର୍ନୀତି, ହିଂସା, ଅନୀତି, ଅନ୍ୟାୟ, ଅଧର୍ମ ଏସବୁ ଜିନିଷକୁ ଯଦି ପ୍ରଭୁ ବ୍ୟବହାର କରିପାରୁଛନ୍ତି ଭଲ ପାଇଁ, ଫର୍ ଇଜ୍ ଗୁଡ୍ ପର୍ପୋଜ୍, ତାହେଲେ ଭଲ ଜିନିଷ କାହିଁକି ବ୍ୟବହାର କରିପାରିବେ ନାହିଁ? ଭଲ ମଣିଷକୁ କାହିଁକି ବ୍ୟବହାର କରିପାରିବେ? ଅନ୍ୟାୟ, ଅନୀତି, ଅଧର୍ମ, ଦୁର୍ନୀତି, ଅତ୍ୟାଚାର, ବ୍ୟଭିଚାର ସବୁ ଜିନିଷ ଉପରକୁ ବ୍ୟବହାର କରିପାରନ୍ତି। ବାଇବେଲ ଏମିତି ସବୁ ଜିନିଷ ଅଛି, କେଉଁ ଜିନିଷ ଉପରକୁ ବ୍ୟବହାର ନ କରିକି ନାହିଁ। ଜଣଙ୍କର ଦୁର୍ବଳତା, ଜଣଙ୍କର ଅଜ୍ଞାନ, ଜଣଙ୍କର ହିଂସା, ଜଣଙ୍କର ଦୁରାଚାର, ସବୁ ଜିନିଷକୁ ପ୍ରଭୁ। ତେଣୁ ଆମକୁ କୁହାଯାଇଛି, ରୋମିଓ ପୁସ୍ତକ 1 ପାଉଲ ଲେଖିଛନ୍ତି, ପ୍ରତିଟି ବିଷୟରୁ ପ୍ରଭୁ ମଙ୍ଗଳ ଉତ୍ପନ୍ନ କରିବାରେ ସକ୍ଷମ ଅଟନ୍ତି। ପ୍ରତିଟି ପରିସ୍ଥିତିରେ, ପ୍ରତିଟି ବିଷୟରୁ ସେ ମଙ୍ଗଳ ଉତ୍ପନ୍ନ କରିପାରନ୍ତି। ତେଣୁ ସେ ଭଗବାନ, ତେଣୁ ସେ ଯୀଶୁ, ତେଣୁ ସେ ଆଲ୍ଲାହ, ତେଣୁ ସେ ବୁଦ୍ଧ, ତେଣୁ ସେ ଭଗବାନ, ତେଣୁ ସେ ଯୀଶୁ। ବସ୍ତୁ ସକଳର ପ୍ରଭୁ ମନୁଷ୍ୟ ଯେତେବେଳେ ବସ୍ତୁ ସକଳର ବନ୍ଦୀ ନିଜ ସ୍ୱରୂପକୁ ସ୍ମରଣ କରିବାର ସମୟ ସର୍ବାଦ୍ୟ ଉପସ୍ଥିତ। ବସ୍ତୁ ସକଳର ପ୍ରଭୁ ହେଉଛି ମନୁଷ୍ୟ। ଏ ଯେତିକି ଦୁନିଆ ଦେଖୁଛନ୍ତି, ପ୍ରକୃତିରେ ଆଜି ଯାହା ଦେଇଛି, ନେଚର, ପ୍ରକୃତି, ତାର ପ୍ରଭୁ ହେଉଛି ମନୁଷ୍ୟ। ତେଣୁ ସେ ସବୁ ବସ୍ତୁକୁ ସକଳରେ ବନ୍ଦୀ ନିଜ ସ୍ୱରୂପକୁ ସ୍ମରଣ କରିବାର ସମୟ ସର୍ବାଦ୍ୟ ଉପସ୍ଥିତ। ତଥାପି ଏହା ନିଜ ପାଇଁ ନିଜେ ଯେବେ ସେ ଦେଖିପାରିବ ନା, ଆଉ କ'ଣ ବାଟ ଅଛି କିଏ ଜାଣେ? ଜଣେ ଚାହିଁଲେ ନିଜକୁ ଠିକ୍ ଠାକ୍ କରିଦେଇ ପାରିବ, କହିଦେବା ଛଡ଼ା ଆଉ ଜଣଙ୍କ ପାଇଁ ସେ ଅବା କ'ଣ କରିପାରିବ? ଅବଶ୍ୟ ସେ ଅନ୍ୟକୁ ପ୍ରଭାବିତ କରିପାରିବ। ଆନନ୍ଦଟା ସତ ସତିକା ଯଦି ତା ଭିତରୁ ଉକୁଟି ଆସେ, ଯଦି ଆକ୍ଚୁଆଲି ନ୍ୟାଚୁରାଲ ହସ ହେଇଥିବ, ନ୍ୟାଚୁରାଲ ଖୁସି ହେଇଥିବ, ନ୍ୟାଚୁରାଲ ଆନନ୍ଦ ହେଇଥିବ, ତେବେ ସେ ଜଣକୁ ପ୍ରଭାବିତ କରିପାରିବ। ଆପଣ କୃତ୍ରିମ ହସ ହସି ଜଣକୁ ପ୍ରଭାବିତ କରିପାରିବେ ନାହିଁ। ପ୍ରଭାବିତ କରିପାରିବେ? ଆପଣ ଯଦି ନ୍ୟାଚୁରାଲି ହସୁଥିବେ, ଫ୍ଲଲେସଲି ହସୁଥିବେ, ଆପଣ ଫ୍ଲଲେସଲି ଖୁସିରେ ଥିବେ, ତେବେ ଆପଣ ଜଣକୁ ପ୍ରଭାବିତ କରିପାରିବେ। ଆଉ ଜଣେ ଆପଣଙ୍କ ହସରେ ବା କଥାରେ ମଜାରେ ପ୍ରଭାବିତ ହେଇଯିବ। ଆପଣ ଏକ୍ସପ୍ରେସ୍ କରିନପାରନ୍ତୁ ପଛେ ଆପଣ ହସୁଛନ୍ତି ଯଦି, ଜଣେ ଆରାମସେ ପ୍ରଭାବିତ ହେଇଯିବ। କାରଣ ସେଟା ପ୍ରକୃତି ସତ ସତିକା ହେବା ଦରକାର। ହସ, ଖୁସି, ଆନନ୍ଦ ଆପଣଙ୍କ ଭିତରୁ ଉକୁଟି ଆସିବା ଦରକାର। ଅବଶ୍ୟ ଅନ୍ୟକୁ ପ୍ରଭାବିତ କରିପାରିବ କେତେବେଳେ? ଆନନ୍ଦଟା ସତ ସତିକା ଯଦି ହେଇଥିବ ବା ତା ଭିତରୁ ଉକୁଟି ବାହାରୁଥିବ, ତେବେ ସେ ପ୍ରଭାବିତ କରିପାରିବ। କହିଦେବେ ଏଇଟା କ'ଣ ଆଉ ତଥାପି ଏହା ନିଜ ପାଇଁ ନିଜେ ଯେବେ ସେ ଦେଖିପାରିବ ନାହିଁ, ଆଉ କ'ଣ ବାଟ ଅଛି କିଏ ଜାଣେ? ନିଜ ପାଇଁ ନିଜେ ନା, କିଏ କାହା ପାଇଁ? ନିଜେ ଖୁସି ରହିବା ପାଇଁ ନିଜେ। ତେଣୁ ମୁଁ ସବୁବେଳେ କହେ, ଚୁଜ୍ ଟୁ ବି ହ୍ୟାପି। ପସନ୍ଦ କର ନିଜକୁ ଖୁସି ରଖିବା ପାଇଁ। ଖୁସି ରହିବା ମଧ୍ୟ ଗୋଟେ ପସନ୍ଦ, ଗୋଟେ ଅପସନ୍। ଏଇଠି ସେ ବିକଳ୍ପ, ତାର ବିକଳ୍ପ କିଛି ଆଉ ନାହିଁ, ତାର ଅପସନ୍ ଆଉ କିଛି ନାହିଁ। ଆପଣ ନିଜେ ଖୁସି ରହିବାକୁ ଚାହିଁଲେ ଖୁସି ରହିପାରିବେ। କିଏ କାହାକୁ ଖୁସି ରଖିଦେଇ ପାରିବନି? ଖୁସି ରଖିପାରିବ ବି 10 ମିନିଟ୍ 5 ମିନିଟ୍ ଆପଣ କାହା ସହିତ ଚୁଟକୁଲା କରିଦେବେ, ହସ ମଜା କରିଦେବେ, ଜୋକ୍ସ କରିଦେବେ, ଆପଣ ଖୁସି ହେଇଯିବେ। ଖୁସି ରହିବା ଗୋଟେ ମାନସିକତା, ଇଟ୍ସ ଅପସନ୍, ଇଟ୍ସ ଚୁଜ୍। ଏଇଟା ଗୋଟେ ଆପଣଙ୍କ ଚିନ୍ତାଧାରା, ପସନ୍ଦ ଆପଣଙ୍କର, ହେଲେ ଆପଣ ଖୁସି ରହିପାରିବେ। କହିଦେବା ଛଡ଼ା ବାଟ କ'ଣ ଅଛି?
ନିଜେ ଯେବେ ସେ ଦେଖିପାରିବ ନାହିଁ ନିଜେ ନିଜ ପାଇଁ ହଁ ପରିବାର ସର୍ବାତ ତେବେ କ'ଣ ବାଟ ଅଛି କିଏ କାହା ପାଇଁ କ'ଣ କରିଦେବ? ଜଣେ ଚାହିଁଲେ ନିଜକୁ ଠିକ୍ଠାକ୍ କରିଦେଇପାରିବ ଯଦି ନିଜେ ଚାହିଁବ ତେବେ ଜଣେ ଠିକ୍ଠାକ୍ ହେଇଯାଇପାରିବ। କହିଦେବା ଛଡ଼ା ଆଉ ଜଣଙ୍କ ପାଇଁ ସେ ଅବା କ'ଣ କରିପାରିବ? ଆଉ ଅନ୍ୟ ଜଣଙ୍କୁ କେମିତି ଖୁସି ରଖିପାରିବ? ଅନ୍ୟ ଜଣ ପାଇଁ କ'ଣ କରିଦେବ? ଥରେ ଅଧେ କହିଦେବ। ଦୁନିଆ ଯାହାହେଲେ ବି ଥରୁଟେ ଆଗେ କରିବ, ଦ୍ୱିତୀୟ ହେଇପାରିବ ନାହିଁ। ତେଣୁ ନିଜ ପାଇଁ ନିଜେ ମୁଁ ଆନନ୍ଦ ମୁଁ ମୋ ପାଇଁ ଆନନ୍ଦ। ଆପଣ ନିଜ ପାଇଁ ନିଜେ ଆନନ୍ଦ ହେବାକୁ ପଡ଼ିବ। ମୁଁ ଆନନ୍ଦ ଯେମିତି ମୁଁ ପଢ଼ିଲି ମୁଁ କହୁଛି ମୁଁ ମୋ ପାଇଁ ସମସ୍ତେ ଗୋଟେ ଥର ପାଳି କରିଦେବା ପାଳି ଧରିବା କଥା ମୁଁ ଆନନ୍ଦ ସମସ୍ତେ କହିବେ ମୁଁ ଆନନ୍ଦ। ସମସ୍ତେ ନିଜ ନିଜ ପାଇଁ ଆନନ୍ଦ ହେବା ଦରକାର ହେଲେ ଦୁନିଆଟା ସୁନ୍ଦର। ଏତେ ରହୁଛି ବହୁତ ଧନ୍ୟବାଦ।